ହରି ଓମ୍। ଗୁରୁଦେବ ପ୍ରଣାମ ଓ ପ୍ରଣାମ। ପ୍ରଣାମ ପ୍ରଣାମ, ଭଲ ଅଛନ୍ତି? ଆଜ୍ଞା ଆଜ୍ଞା ବହୁତ ଦିନ ଆଜ୍ଞା ହେଲେ କଥାବାର୍ତ୍ତା ହେଇନଥିଲେ ଆମେ। ଆଉ ମୁଁ ଆଜ୍ଞା ଆଜ୍ଞା। ଆପଣ ମୁଁ ଟିକେ ଗୁରୁଦେବ ଧ୍ୟାନରେ ଟିକେ ବ୍ୟସ୍ତ ରହୁଥିଲି। ଆଚ୍ଛା, ତାପରେ ପ୍ରାୟ ଟାଇମ ଯେତେବେଳେ ଖାଲି ମତେ ମିଳୁଥିଲା ଆଜ୍ଞା, ମୁଁ ସେ ସମୟକୁ କିଛି ବି ନଷ୍ଟ ନ କରି ସର୍ବଦା ଧ୍ୟାନ ଅତି ପରେ ସୁନ୍ଦର ତାପରେ ନିଜ ସାଧନାରେ ନଗଉଥିଲେ। ଆଜ୍ଞା ଯେତେବେଳେ ସମୟ ମିଳୁଥିଲା ଆପଣଙ୍କ ଭିଡିଓ, ତାପରେ ଏମିତି ସୁନ୍ଦର ସୁନ୍ଦର ସୁନ୍ଦର। କେତେଟା ମାନେ ଆଧ୍ୟାତ୍ମିକ ଭିଡିଓ ଦେଖୁଥିଲି। ଆଜ୍ଞା ତାପରେ ଆଜ୍ଞା ପ୍ରାୟ ସମୟ ଗୀତା ପଢାପଢି ଏସବୁରେ ଲାଗୁଥିଲା। ଆଜ୍ଞା ଆଜ୍ଞା ଆଜ୍ଞା। ଗୁରୁଦେବ ଆଜି ବହୁତ ଖୁସି ଲାଗିଲା। କୁହନ୍ତୁ ମାନେ ବହୁତ ଦିନର ଗୋଟେ ମାନେ ଭିତରେ ଗୋଟେ ଅଫସୋସ ରହୁଥିଲା, କଣ କହିଲେ? କୁହନ୍ତୁ। ମାନେ ମନ ବ୍ୟାକୁଳ ହଉଥିଲା, ମାନେ ଏତେ ଧ୍ୟାନ କରୁଥିଲି। ଆଜ୍ଞା ତାପରେ ଜ୍ଞାନ ବି ଗ୍ରହଣ କରୁଥିଲି ଆପଣଙ୍କଠୁ। ତାପରେ ଗୀତାରୁ ଆଉ ଜଣେ ଯୋଉ ଗୁରୁଜୀ ଅଛନ୍ତି ତାଙ୍କଠୁ ଏମିତି ସବୁ ଗ୍ରହଣ କରୁଥିଲି ଆଜ୍ଞା ଆଜ୍ଞା ଭିଡିଓ ମାଧ୍ୟମରେ। ଆଜ୍ଞା କିନ୍ତୁ ମନରେ ମାନେ ବ୍ୟାକୁଳତା ବହୁତ ଜୋରରେ ଥିଲା। ଆଜ୍ଞା ମାନେ ଏମିତି ମତେ ଲାଗୁଥିଲା କଣ ଗୋଟେ ଜିନିଷ ଗୋଟେ ପାଇବାର ମୋର ଗୋଟେ ଭିତରେ ରହୁଛି। ଆଜ୍ଞା ଆଜ୍ଞା ମାନେ ଏତେ ଧ୍ୟାନ କରୁଛି, ମନ ତ ଶାନ୍ତ ହଉଥିବ, ଏତେ ଚଞ୍ଚଳ କାହିଁ ହଉଛି? ଆଜ୍ଞା ଆଜ୍ଞା ତାପରେ ଏତେ ବ୍ୟଗ୍ର କାହିଁ ହଉଛି? ଆଜ୍ଞା କଣ ଗୋଟେ ପାଇବାକୁ ମାନେ ମନ ଚାହୁଁଛି ଆଉ। ଆଜ୍ଞା ଆଜ୍ଞା ତାପରେ ପୁନର୍ବାର ସେ କଣ୍ଟିନ୍ୟୁ ଧ୍ୟାନ କଲା ପରେ ଯେତେବେଳେ ବି ସମୟ ମିଳିଲା, ଆଜ୍ଞା ଆଜ୍ଞା ଏମିତି କି ଗୋଟେ ଗୋଡ ବିନ୍ଧା ହଉଥିବ, ଆଜ୍ଞା ଘଣ୍ଟେ ପରେ ହେଇଗଲେ ଗୋଡ ହାତ ବିନ୍ଧା ହୁଏ। ହାତ ନାଇଁ ଆଜ୍ଞା ଗୋଡଟି ବିନ୍ଧା ହୁଏ। ଆଜ୍ଞା ଚକମଣି ପକେଇ ଯୋଉ ଧ୍ୟାନ ଟା ମୁଁ କରେନି କି? ଆଜ୍ଞା 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 ହଁ ସେ ତଳେ ବସିକି ମୁଁ କରୁଥିଲି। ସେ ଗୋଡ ହାତ ବିନ୍ଧା ହବାରୁ ମୁଁ କଣ କରୁଛି ନା ଚେୟାର ଉପରେ ବସିକି ଧ୍ୟାନ କରୁଛି। ଗୋଡ ଆଜ୍ଞା ହାତ ଯେତେବେଳେ ବିନ୍ଧା ହେଉଛି, ସେ ଆଜ୍ଞା ଧ୍ୟାନସ୍ଥ ଅବସ୍ଥାରେ ଗୋଡଟା ଗୋଟେ ତଳକୁ କରିଦଉଛି। ଆଜ୍ଞା ତାପରେ ଟିକେ ଗୋଡଟା ଭଲ ଲାଗିଲେ ଆଜ୍ଞା ପୁନର୍ବାର ସେମିତି ଚକା ପକେଇକି ପୁନର୍ବାର ଧ୍ୟାନ କରୁଛି। ଆଜ୍ଞା ଆଜ୍ଞା ତ ଏବେ କଣ ହେଇଛି ନା, ଗୋଡ ବିନ୍ଧା ହେଲା ପରେ ବି ଆଜ୍ଞା ମୁଁ ଆଉ ଧ୍ୟାନରୁ ହଟୁନି। ନା ଆପଣ ନିଷ୍ଠା ମାନେ ସେ ବଢଉଥିଲେ, ଧୀରେ ଧୀରେ ନିଷ୍ଠା ବଢୁଛି ଆଉ। କଷ୍ଟ ଟା ବି ମତେ ଆଉ ଜଣା ପଡିଲାନି, ମାନେ ଯୋଉ ଶରୀରର କଷ୍ଟ ଟା। ଆଜ୍ଞା ଆଜ୍ଞା ତାପରେ ମନରେ ବହୁତ ବ୍ୟାକୁଳତା ରହୁଥିଲା। ଆଜ୍ଞା ତାପରେ ଏବେ ଏବେ ଜଷ୍ଟ ସେ ଜିନିଷ ଟାକୁ ମାନେ ପାଇଲି। ଆଜ୍ଞା ବହୁତ ଶାନ୍ତି ଲାଗିଲା, ଭାରି ଶାନ୍ତି ଲାଗିଲା, ଭାରି ଆନନ୍ଦ ଲାଗିଲା। ମୁଁ ନିଶ୍ଚୟ କହିଲି ନିଶ୍ଚୟ। ମାନେ ଏତେ ଦିନ ବ୍ୟାକୁଳତା ଆଜି ପୁରା ପୂର୍ଣ୍ଣ ହେଲା। ନାଇଁ ନିଶ୍ଚୟ, ମନ ଦେଖନ୍ତୁ, ଆଜ୍ଞା ମନ ଯେମିତି ଆମେ କଥା ଅନେକ ଥର ଚର୍ଚ୍ଚା ହେଇଛେ, ଯେମିତି ଗୋଟେ ଆଜ୍ଞା ପୋଖରୀରେ ପାଣି ଅଛି। ଆଜ୍ଞା ପାଣିରେ ଯେତେବେଳେ ପବନ ସ୍ପର୍ଶ କରୁଛି, ତରଙ୍ଗ ସୃଷ୍ଟି ହେଉଛି। ଆଜ୍ଞା ତରଙ୍ଗ ଯେତେବେଳେ ସୃଷ୍ଟି ହେଉଛି, ପାଣି ଅସ୍ଥିର ହେଇଯାଉଛି, ଚଳଚଞ୍ଚଳ ହେଇଯାଉଛି। ଆଜ୍ଞା ଆଜ୍ଞା ବୁଝିପାରୁଛନ୍ତି? ସେ ମନ ବି ସେମିତି। ମନ ଆଜ୍ଞା ସାଧନାର ଉଚ୍ଚ ସ୍ଥିତିରେ ପହଞ୍ଚିଲା ପରେ ମଧ୍ୟ, ଯେହେତୁ ଆଜ୍ଞା ଶରୀର ମାୟାରେ ଅଛି, ମନ ସଂସାରରେ ଅଛି, ଆମେ ଚତୁଃପାର୍ଶ୍ଵରେ ଅନେକ ଭାବ ବନ୍ଧୁକୁ ବାନ୍ଧିକି ରଖିଛେ, ଅନେକ ସମ୍ପର୍କରେ ଅଛେ। ତ ଏଠି କଣ ହୁଏ, ମନ ଭିତରେ ବୃତ୍ତି ଆସିବ, ମନ ଭିତରେ ଆଜ୍ଞା ବିଚାର ଆସିବ। ଆଜ୍ଞା ବିଚାରକୁ ନେଇକିରି ଆମେ ମାନେ କଣ କରୁଛେ, ଫେର କଳ୍ପନା ଭିତରେ ଭାସି ଯାଉଛେ, ଆଜ୍ଞା ଆଜ୍ଞା ବହିର୍ମୁଖୀ ହେଇଯାଉଛେ। ଆଉ ଆଜ୍ଞା ବହିର୍ମୁଖୀ ହବାରୁ ହିଁ ମନ ଭିତରେ ରାଗ ଦ୍વેଷ ଉତ୍ପନ୍ନ ହଉଛି, ମନ ଆଜ୍ଞା ଭିତରେ ସଂଶୟ ଉତ୍ପନ୍ନ ହଉଛି, ଆଜ୍ଞା ମନ ଭିତରେ ଦୁଃଖ ସୁଖ ଉତ୍ପନ୍ନ ହଉଛି। ଆଜ୍ଞା ତ ସାଧନା ମୂଳ କଥା ହେଲା, ସାଧନାରେ ମନକୁ ସର୍ବପ୍ରଥମେ ସ୍ୱଚ୍ଛ କରିଦେବା। ସ୍ୱଚ୍ଛ କରିଦେବା, ସମଦୃଷ୍ଟିରେ ସଂସାରକୁ ଦେଖିବା, ଆଉ ସାଧନା ମାଧ୍ୟମରେ ହିଁ ମନକୁ ନିୟନ୍ତ୍ରିତ କରିପାରିବା। ଆଜ୍ଞା ସାଧନା ଯଦିଓ ଦେଖନ୍ତୁ, ଯେମିତି ଶରୀର ଭୋଜନ ବିନା ବଞ୍ଚି ପାରିବନି, ଆଜ୍ଞା ଏ ସଂସାରରେ ଜୀବିତ ରହିପାରିବନି କି ପରିଚାଳନା ହେଇପାରିବନି, ସେମିତି ଆଜ୍ଞା ସାଧନା ବିନା ବି ମନରେ ଶାନ୍ତତା ଆସିବନି କି ସ୍ଥିରତା ଆସିବନି। ଆଜ୍ଞା ମନର ସଂଯମତା ସତ୍ସଙ୍ଗ ମାଧ୍ୟମରେ, ସାଧନା ମାଧ୍ୟମରେ ସମ୍ଭବ ହୁଏ। ଆଜ୍ଞା ତ ଧ୍ୟାନ ନିହାତି କରିବା ଦରକାର। ଆଜ୍ଞା ଗୁରୁଦେବ ମୋର ଭୁଲ ହେଇଗଲା କଣ ନା, ଯେବେଠୁ ମାନେ ମୁଁ ସେ ଜିନିଷ ଟାକୁ ଅନୁଭବ କଲି, ସେ ତତ୍ଵ ଟାକୁ ଅନୁଭବ କଲି, ଆଜ୍ଞା ସେତିକି ବେଳୁ କଣ୍ଟିନ୍ୟୁ ମତେ ଧ୍ୟାନରେ ରହିବାର ଥିଲା। ମୁଁ କଣ କଲି ନା, ସେ ନାଇଁ ନାଇଁ ଯେତିକି ହୁଏ, ସମୟର ଏସବୁ ବହୁତ ସାଧକଙ୍କ ସାଙ୍ଗରେ ହେଇଛି। ଆଉ ମୂଳ କଥା ହେଲା, ଆପଣ ଆଜ୍ଞା ସତ୍ୟକୁ ଅନୁସନ୍ଧାନ କରିଛନ୍ତି, ସତ୍ୟର ଦର୍ଶନ କରିଛନ୍ତି, ସବୁଠୁ ବଡ଼ କଥା। ଆଜ୍ଞା ଆଜ୍ଞା ଆଉ ଆମେ ବି ଗୋଟେ କଥା ଭୁଲ ହେଇଥିଲେ କଣ ହେଲା ଥରେ। ଟିକେ ଶୁଣନ୍ତୁ, ଆଜ୍ଞା ମାନେ ସେବେଠୁ ମତେ ଧ୍ୟାନରେ କଣ୍ଟିନ୍ୟୁ ରହିବାର ଥିଲା, କିନ୍ତୁ ମୁଁ କଣ କଲି ନା ଧ୍ୟାନ ଟା ମନକୁ ଆସିଲେ କଣ ଜିନିଷଟା ତ ମୁଁ ଅନୁଭବ କରିଦେଲି, ଆଉ କିଛି ମାନେ ଧ୍ୟାନ କରିବାର ଏ ନାହିଁ, ସେ ମାୟା ସମୟର ବାନ୍ଧିଲା। କଥା କହୁଛି। ଆଜ୍ଞା ସେ ସମୟର କଥା ହଉଛି, ଏମିତି ଭାବନା ଆସିଲା।
ତାପରେ ଯେତେବେଳେ ଏଇ ଭାବନା ଆସିଲା, ମୁଁ ଧ୍ୟାନ ନ କଲି, ଧୀରେ ଧୀରେ ମୋ ଭିତରେ ଗର୍ବ ଅହଙ୍କାର ମୁଁ ଅନୁଭବ କରିଦେଲି। ମୁଁ ଏତେ ଜାଣିଗଲି, ମୁଁ ସେତେ ଜାଣିଗଲି, ମାନେ ଗର୍ବ ଅହଙ୍କାର ଏସବୁ ସ୍ଥାନ ଧୀରେ 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 ଯାହା ସୁନ୍ଦର ମାନେ ସୁନ୍ଦର ଆପଣ ଅନୁଭବ ମନରେ, କରିଛନ୍ତି ବୋଲିକିରି ତାକୁ ପରଖି ଆଜ୍ଞା ପାରୁଛନ୍ତି, ବହୁତ ବଡ କଥା ଏଇଟା। ଆଜ୍ଞା ଆଜ୍ଞା ଆଜ୍ଞା। ତାପରେ ସେବେଠୁ ଗର୍ବ ଅହଙ୍କାର ଲୋଭ ମୋହ ଏସବୁ ତାପରେ ଧୀରେ 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 ଗୋଟେ ସ୍ୱଚ୍ଛ, ମାନେ ଗୋଟେ ଯେମିତି କି ଧଳା କପଡା ଆଜ୍ଞା ଥିବ ତା ମନଟା ଦେହରେ ଟିକେ ଗୋଟେ ନେଖା ଦୂଷିତ ଦାଗ ହେଇଗଲା। ଲାଗିଲା। ଆଜ୍ଞା, ଆଜ୍ଞା ଗୋଟେ ଆଜ୍ଞା ନେଖା ଦାଗ ଯୋଉ ମାନେ ଯୋଉ କଣ ସେଟା ପଙ୍କ ଯୋଉ ବୁଝିପାରୁଛି ଗୋଟେ ଗୋଟେ, ବୁଝିପାରୁଛି। ଆଜ୍ଞା ଗୋଟେ ଗୋଟେ ସେ ଦାଗ ଲାଗିଲା। ମାନେ ଦାଗ ଲାଗିଲା ଅର୍ଥ ହଉଛି ଏସବୁ ଜିନିଷ ଧୀରେ ଧୀରେ ସ୍ଥାନ ପାଇଗଲା। ମନ ଆଜ୍ଞା ସ୍ୱଚ୍ଛ ଥିଲା ଆଜ୍ଞା ସେ ଆଜ୍ଞା ସମୟରେ, ତାପରେ ଧ୍ୟାନ ନ କରିବା ଯୋଗୁ ଏସବୁ ଜିନିଷ ହେଲା। ଆଜ୍ଞା ତାପରେ କଣ୍ଟିନ୍ୟୁ ବି ମତେ ଗୀତା ପଢିବାର ଥିଲା, ଆପଣଙ୍କ ଭିଡିଓ ଦେଖିବାର ଥିଲା। ତାପରେ ଆଜ୍ଞା ସେ ଆଜ୍ଞା ସବୁ ଜିନିଷ ମାନେ କଣ୍ଟିନ୍ୟୁ ଏ ଜିନିଷଟା ରହିବାର ଥିଲା। କିନ୍ତୁ ମୁଁ କଣ କଲି ନା, ସେ ସବୁ ଜିନିଷକୁ ଛାଡି ଦେଇ ଭୌତିକ ଯେମିତି ସାଧାରଣ ମଣିଷ ଜୀବନ ଯାପନ କରନ୍ତି, ମୁଁ ସେଇଭଳିଆ ଜୀବନ ଯାପନ କଲି, ଯୋଉଟା ଆଜ୍ଞା କି ଆଜ୍ଞା ବିରାଟ ବଡ ଆଜ୍ଞା। ମୋ ଜୀବନରେ ଭୁଲ ହେଲା। ମାନେ ନାଇଁ ପାଖାପାଖି, ଠିକ ଅଛି, ଭୁଲ ଯେତେବେଳେ ଆଜ୍ଞା ହୁଏ ବହୁତ ସାରା କଥା ଶିଖିବାକୁ ମିଳେ, ଆଜ୍ଞା ଆଉ ବିବେକ ଜାଗୃତ ହୁଏ, ଆଉ ଆଜ୍ଞା। କିଛି ଅସୁବିଧା ନାହିଁ। ଆପଣ 1.5 ବର୍ଷ ପାଖାପାଖି ଗୋଟେ ସମୟ ବର୍ବାଦ ହେଇଗଲା। ତାପରେ ଯେତେବେଳେ ନୂଆ ବର୍ଷ ଆସିଲା, ତା ପୂର୍ବ ଦିନ ମାନେ 5-6 ଦିନ ଥିବ, ମୋ ମନରେ ଗୋଟେ ବିଚାର ଆଣିଲି ଯେ ଆଜ୍ଞା ଏ ବର୍ଷ ଟା ମୁଁ ବର୍ବାଦ କରିବି ନାହିଁ। ସକାଳୁ ସୁନ୍ଦର କଣ୍ଟିନ୍ୟୁ ସୁନ୍ଦର। ଯେତେବେଳେ ବି ନିଦ ଭାଙ୍ଗିବ, 4:30 ହଉ କି 3ଟା ହଉ 3:30 ହଉ, ଯେତେବେଳେ ନିଦ ଭାଙ୍ଗିବ ମୁଁ ଆଜ୍ଞା ସେତେବେଳେ ମାନେ ଗାଧେଇକି ମୁଁ ସେତେବେଳେ ଧ୍ୟାନ କରିବି, ସେବେ ଗୀତା ପଢିବି, ମାନେ ଏମିତି ସବୁ ତାର ମାନେ ଗୋଟେ ରୁଟିନ ସୁନ୍ଦର ସିଷ୍ଟମ ସୁନ୍ଦର। କରିଲି। ଯେମିତି କି ଆପଣ, ଅନୁଶାସନ ହିଁ ଆଧ୍ୟାତ୍ମିକତା। ଆଜ୍ଞା, ଯେମିତି ଆପଣ ଆଲୋଚନା କରୁଥିଲେ ପ୍ରଭୁଜୀଙ୍କ ପାଖରେ ଯୋଉ ସେ ଯୋଉ ଆଶ୍ରମ ଗୋପାଳଜୀ ନାମ, ମହାରାଜ ହଁ ଗୋପାଳଜୀ ଭୋପାଳଜୀ ଆଜ୍ଞା ମହାରାଜ, ହଁ ଗୁରୁଦେବ। ସିଏ ଯେମିତି କହୁଥିଲେ ଗୋଟେ ଅନୁଶାସନ ଭିତରେ ନିଜକୁ ନବା କଥା, ମୁଁ ସେମିତି ଗୋଟେ ଅନୁଶାସନ ଭିତରେ ରଖିଲି। ଯେତେବେଳେ ବି ନିଦଟା ଭାଙ୍ଗିବ ମୁଁ ଆଜ୍ଞା ଧ୍ୟାନ ଟା କରିବି। ଧୀରେ ଧୀରେ କଣ ହେଲା ନା, ଗୋଟେ ଭୁଲ ବି ହେଲା। ମାନେ ଆଜ୍ଞା ଗୋଟେ ଦିନ ଫାଷ୍ଟ ଦିନ ଉଠି ପଇଲି, ତାପରେ ଧ୍ୟାନ ସବୁ କଲି। ତାପର ଦିନ ସକାଳୁ ଉଠିଲା ସବୁ ମନ ମତେ ବ୍ରେକ୍ ଦେଲା, କହିଲା ନାଇଁ ଆଉ ଟିକେ ଶୋଇପଡେ, ଉଠିଲା ପରେ ଆଜ୍ଞା ହବ। ଏମିତି ମାନେ ବହୁତ ଥର ମନର ଠକାମିରେ ମୁଁ ଶିକାର ହେଇଛି ଆଜ୍ଞା ଯେ ଠିକ ଟାଇମ ରେ ଉଠିବି, ମନ କହିବ ନାଇଁ ଏଇନା କଣ ସକାଳ ହେଲାଣି ଆଉ ଟିକେ ଶୋଇପଡେ, ଏମିତି 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 ଆଜ୍ଞା ଚାଲିଲା। ଆଜ୍ଞା କିନ୍ତୁ ଆଜ୍ଞା। ଗୋଟେ ଏବେ ମନ ମତେ ନିଜେ ପ୍ରେରିତ କରୁଛି, ସକାଳ ହେଲା ମାନେ 4ଟା ହେଲା ମାନେ ଆଜ୍ଞା ଯାଅ ସଡନ ଗାଧାଅ ହେଲା, ଧ୍ୟାନ କର, ଏସବୁ ସୁନ୍ଦର ସୁନ୍ଦର ଅଟୋମେଟିକାଲି ସିଷ୍ଟମ ଚାଲିଛି। ମତେ ଆଉ କିଛି କରିବାକୁ ପଡୁନି। ସୁନ୍ଦର। ସେତେବେଳେ ମତେ ମନର କରିବାକୁ ପଡୁଥିଲା। ଦିଶାକୁ ଆପଣ ଯଦି ବିବେକ ଆଜ୍ଞା ମାଧ୍ୟମରେ ସୁଦିଶା ଦେଖେଇବେ, ଭଲ ମାର୍ଗ ଦେଖେଇବେ, ନିଶ୍ଚୟ ଆଜ୍ଞା ମନ ସାଧନାରେ ଲାଗିବ। ଆଜ୍ଞା ଆଉ ଏସବୁ ବହୁତ ଗଭୀର କଥା, ଆକୁ ସାଧାରଣ ଲୋକ ବୁଝିପାରନ୍ତିନି। କଣ ଆଧ୍ୟାତ୍ମିକରେ ଆଜ୍ଞା ଖାଇବାନି ପିଇବାନି, ଆମେ ଭୌତିକ ସୁଖକୁ ତ୍ୟାଗ କରିଦେବା, ଆମେ ହଉଛି ଆଜ୍ଞା ସଂସାରକୁ ତ୍ୟାଗ କରିଦେବା, ମାନେ ତାହେଲେ ଆମେ ଶାନ୍ତିରେ କେମିତି ରହିବା? କାହିଁକିନା ତାଙ୍କ ଦୃଷ୍ଟି ଶକ୍ତି, ତାଙ୍କ ଦୃଷ୍ଟିକୋଣ ଭିନ୍ନ ପ୍ରକାର ଆଜ୍ଞା ହେଇଯାଇଛି, ବହିର୍ମୁଖୀ ଆଜ୍ଞା ହେଇଯାଇଛି। ଶାନ୍ତି ଆଜ୍ଞା କେବଳ ବାହାରେ ହିଁ ମିଳିବେ ବୋଲିକରି ଭ୍ରାନ୍ତିରେ ଭାବି ନେଇଛନ୍ତି। ତ ଏଇଠି ଆକ୍ଚୁଆଲି ସାଧନା ନିଷ୍ଠାବାନ ହେଇକି ଯେତେ କରିବେ, ସେତେ ଶାନ୍ତିରେ, ସେତେ ଆରୋଗ୍ୟରେ, ସେତେ ଆନନ୍ଦରେ ରହିବେ। ଆଜ୍ଞା ସାଧନା ଆନନ୍ଦ ପାଇଁ ହିଁ କରାଯାଉଛି, ସାଧନା ଆଜ୍ଞା ଆରୋଗ୍ୟ ପାଇଁ ହିଁ କରାଯାଉଛି। ଆଜ୍ଞା ସାଧନାର ଉଦ୍ଦେଶ୍ୟ ହିଁ ଶାନ୍ତି ଆଜ୍ଞା ସ୍ୱରୂପସ୍ଥ ରହିବା। ଆଉ ଏଠି କୌଣସି ଭୌତିକ କାମ କାର୍ଯ୍ୟର କିଛି ବିରୋଧ କରାଯାଉନି। ଭୌତିକ କାମ କାର୍ଯ୍ୟ ଆଜ୍ଞା କରିବାର ଅଛି, ତା ଆଜ୍ଞା ସାଙ୍ଗେ ସାଙ୍ଗେ ସାଧନାକୁ ଅଣଦେଖା କରିବାନି। ସାଧନାର ଆଜ୍ଞା ମାନେ ଯେତେ ସିଦ୍ଧି ପ୍ରାପ୍ତ କଲେ ବି, ଜଣେ ଭାବନ୍ତୁ ଜଣେ ସାଧୁ ଅଛନ୍ତି, ସେ ବ୍ରହ୍ମ ଦର୍ଶନ କରିଦେଲେ, ତାଙ୍କ ଆଜ୍ଞା ଶରୀର ଅଛି ତ ତାଙ୍କର ଖାଦ୍ୟର ବି ଆବଶ୍ୟକ ଅଛି। ସେମିତି ତ ଆଜ୍ଞା କହିବାନି ନା ସେ ଖାଇବେନି ପିଇବେନି, ମାନେ ସେ ବ୍ରହ୍ମାନୁଭୂତି କରିଦେଲେ। ସେ ବ୍ରହ୍ମାନୁଭୂତିରେ ଆଉ ଗୋଟେ ମୂଳ କଥା ଆମେ ସମସ୍ତେ ବୁଝିବା ଦରକାର, ସମସ୍ତେ ସେ ବ୍ରହ୍ମ ହିଁ ଅଛନ୍ତି, କିଛି ବନିବେନି। ଆଜ୍ଞା ଆଜ୍ଞା ଅବିଦ୍ୟାରେ ଅଜ୍ଞାନରେ ବାହାରେ ସେ ଭୌତିକ ଶରୀର ସ୍ତରରେ ନିଜକୁ ସଂସାରରେ ନିଜକୁ ମାନି ନେଇଥିଲେ, ଶରୀର ମାନି ନେଇଥିଲେ। ସେ ଶରୀରରୁ ମାନିବାରୁ କଟିବା। ମାନିବାରୁ ହୁଁ ମାନିବାର କଟିବା ସତ୍ୟକୁ ଆମେ ଆଜ୍ଞା ଚିହ୍ନିଲେ, ଆମେ ଜାଣିଲେ ମୁଁ ଏ ଆଜ୍ଞା ଆଜ୍ଞା ଶରୀର ନୁହେଁ। ତା ମାନେ ଆଜ୍ଞା ଶରୀରର ରୋଗ ହବନି ଏମିତି ବି କହିପାରିବାନି। ଶରୀରର ରୋଗ ଆଜ୍ଞା ହବ, ହେଲେ ମଧ୍ୟ ବି ଆମେ ବୁଝିପାରିବା ମତେ ରୋଗ ହେଇନି, ମୁଁ ଆଜ୍ଞା ବ୍ୟବହାର କରୁଥିବା ଶରୀରକୁ ରୋଗ ଆଜ୍ଞା ହେଇଛି। ଆଜ୍ଞା ମନରେ କଷ୍ଟ ଆସିବ, କଷ୍ଟ ଆସିଲେ ବି କଷ୍ଟ ସହିବାର ସଂଯମତା ଆସିବ। କଷ୍ଟରୁ ଆଜ୍ଞା ନିବୃତ୍ତି ପାଇବାର ବାଟ ବି ଆପଣ ବାହାର କରିପାରିବେ। ଆଜ୍ଞା ତ ଶରୀର ଯେମିତି ଅଛି, ତ ଶରୀରକୁ ଯେମିତି ଭୋଜନର ଆବଶ୍ୟକ ଅଛି, ସେମିତି ମନ ଅଛି ତ ସଦା ସର୍ବଦା ସାଧନାର ଆବଶ୍ୟକ ଅଛି। ଆଜ୍ଞା ଆଉ ଆଜ୍ଞା ସାଧନାରେ ଯେତେ ରୁଚି ନେବେ, ସାଧନାରେ ଯେତେ ସୁଖ ନେବେ, ସାଧନା ସେତେ ଆପଣଙ୍କୁ ଆକର୍ଷଣ କରିବ। ଆଜ୍ଞା ବୁଝିପାରୁଛନ୍ତି ଯେ, ମାନେ ଆଜ୍ଞା ବହୁତ ଗଭୀର କଥା ଏ ସବୁ। ଆଜ୍ଞା। ଆଉ ଆପଣଙ୍କ ଭିଡିଓ ହରିକା କରୁନାହାନ୍ତି? ଗୁରୁଦେବ ସେ କଥା ମୁଁ ଏଇନା କହୁଛି, ଧୀରେ ଧୀରେ ଟିକେ ଶୁଣନ୍ତୁ। ନାଇଁ ଗୁରୁଦେବ ଆପଣ ଟିକେ ଖରାପ ଭାବିବେନି, ମୁଁ ଆପଣଙ୍କୁ ନାଇଁ ଗୋଟେ ପ୍ଲିଜ କଥା କହିବି। କୁହନ୍ତୁ କୁହନ୍ତୁ, ଆଜ୍ଞା, ମୁକ୍ତ ମନରେ ଆପଣ କୁହନ୍ତୁ ଟିକେ ଯାହା କହିବା କଥା। ଭିଡିଓରେ କହୁଛନ୍ତି କି ଆମେ ବ୍ରହ୍ମଙ୍କୁ ପ୍ରାପ୍ତ କରିବା। ଗୁରୁଦେବ ସେ ତ
ଆମ ସହିତ ଅଛନ୍ତି ନା, ଯିଏ ମାନେ ଆମଠୁ ଅଲଗା ଥାଆନ୍ତି, ଆମେ ଆଜ୍ଞା ତାଙ୍କଠୁ ପ୍ରାପ୍ତ କରିବା। ଆଜ୍ଞା ମାନେ ଆମଠୁ ବସ୍ତୁ ଅଲଗା କି ଆମଠୁ ପଦାର୍ଥ ଅଲଗା, ଆମେ ତାଙ୍କୁ ପ୍ରାପ୍ତ କରିବା। ଯିଏ ଆମ ସହିତ ଅଛନ୍ତି ଆମେ ତାଙ୍କୁ ପ୍ରାପ୍ତ କରିପାରିବା ନାହିଁ ନା, ବାସ୍ ତାଙ୍କୁ ହଁ ଅନୁଭବ କରିବା। ଆପଣ ଏଇଠି ଟିକେ ଏଇ ଶବ୍ଦଟା ହଁ ଟିକେ ନାଇଁ ୟୁଜ କରନ୍ତୁ ନାଇଁ ତାହେଲେ। ନାଇଁ 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 ଏଇଠି ଦେଖନ୍ତୁ କିଛି ଆଜ୍ଞା କିଛି ଶବ୍ଦ ବ୍ୟବହାରିକ ରୂପରେ ବୁଝିବା ପାଇଁ ବି ବିନିଯୋଗ କରିବାକୁ ପଡେ। ମୁଁ ଆଜ୍ଞା ସ- ଆଜ୍ଞା ମୁଁ କହିଲି ମାନେ କଣ, ମୁଁ ଯଦି ବାରମ୍ବାର ବ୍ରହ୍ମ କହିଲେ ବ୍ରହ୍ମ ସେଠି ଫେରେ ହିରଣ୍ୟଗର୍ଭ ଆସିଯିବ, ସେଠି ଆଜ୍ଞା ସାର୍ವଜନିକ ଆସିଯିବ। ବୁଝିପାରୁଛନ୍ତି, ଏ ଆଜ୍ଞା ଶରୀର କହୁଛି ବୋଲିକିରି ବହୁତ ଲୋକ ବୁଝିପାରିବେନି। ତ ଆଜ୍ଞା ଷ୍ଟାଣ୍ଡ ପଏଣ୍ଟସକୁ ବୁଝିବାକୁ ପଡିବ। ଷ୍ଟାଣ୍ଡ ପଏଣ୍ଟସକୁ ଈଶ୍ୱର ଆଜ୍ଞା ପ୍ରାପ୍ତି କୁହାଯାଇଛି। ଈଶ୍ୱର ପ୍ରାପ୍ତି ମାନେ ଦେଖନ୍ତୁ, ଆମେ ଯୋଉ ପରିକା ଶୁଣିଛେ କଥାକୁ, ଯୋଉ ପରିକା ଆଜ୍ଞା ସାଧନା ବିଷୟରେ ଜାଣିଛେ ଶୁଣିଛେ, ସେଇ ପରିକା ହିଁ ଯଦି ଆମେ ଜଣକୁ ବୁଝେଇବା, ତାଙ୍କର ବୁଝିବାରେ ସହଜ ହବ, ସରଳ ହବ। ତ ଏଠି ଆଜ୍ଞା ଈଶ୍ୱର ପ୍ରାପ୍ତି କରିବେ, ବ୍ରହ୍ମାନୁଭୂତି କରିବେ, ତାର ତାତ୍ପର୍ଯ୍ୟ ହେଲା କରିବେ ମାନେ କଣ, ଏକା କଥା ହିଁ କୁହାଯାଉଛି, କିନ୍ତୁ ତାଙ୍କ ଆଜ୍ଞା ଅନୁଯାୟୀ ତାଙ୍କୁ ବୁଝିବା ପାଇଁ ଚେଷ୍ଟା କରାଯାଉଛି। ଆଜ୍ଞା ବୁଝିପାରୁଛନ୍ତି, ଆଜ୍ଞା ତାଙ୍କ ଅନୁଯାୟୀ ମାନେ ଯିଏ ଆଜ୍ଞା ସାଧକ ଶୁଣୁଛନ୍ତି। ଆ, ଏବେ ଦେଖନ୍ତୁ, ମୁଁ ବ୍ରହ୍ମ ଅଛି, ମୁଁ କିଛି ବନିବିନି, ଏଇଟା ଆଜ୍ଞା ସତ୍ୟ। ଏଇଟା ହେଲେ ସତ୍ୟ। ମଧ୍ୟ ଆଜ୍ଞା ହେଲେ ମଧ୍ୟ ଆମେ ଯେହେତୁ ଛୋଟବେଳଠୁ ବ୍ରହ୍ମଜ୍ଞାନକୁ ମାନେ ଆଚରଣ କରିନେ, କି ବେଦାନ୍ତକୁ ପଢ଼ିନେ, କି ଏତେ ଗଭୀର ସାଧନାକୁ କରିନେ, ତ ମନ ହେଇପାରେ ଏସବୁ କଥାକୁ ସ୍ୱୀକାର କରିପାରେ ନ କରିପାରେ। ଆଜ୍ଞା କିନ୍ତୁ ଆମେ ବହୁତ ସାରା କଥା ଭୌତିକ ସଂସାରରେ ଶୁଣିଛେ, ଈଶ୍ୱର ପ୍ରାପ୍ତି ହେଇପାରିବ, ଆଜ୍ଞା ବ୍ରହ୍ମାନୁଭୂତି ହେଇପାରିବ, ଈଶ୍ୱର ପ୍ରାପ୍ତି ଆଜ୍ଞା ହେଇପାରିବ। ଯେହେତୁ ସେ ବାରମ୍ବାର ଶୁଣିଛନ୍ତି, ସେ ତାଙ୍କ ଅନୁଯାୟୀ ତାଙ୍କୁ ବୁଝେଇଲେ ସମୟ ଆସିବେ ସେ କଥାକୁ ବି ବୁଝିପାରିବେ। ଈଶ୍ୱର ପ୍ରାପ୍ତି ହୁଅନ୍ତିନି, ଈଶ୍ୱର ଅଛନ୍ତି, ଈଶ୍ୱରଙ୍କୁ ଆମେ ଚିହ୍ନିବା, ଈଶ୍ୱରଙ୍କୁ ଆମେ ଆଜ୍ଞା ବୁଝିବା। ଆଜ୍ଞା ପାଇବେନି, ପ୍ରାପ୍ତ ସେ ପ୍ରାପ୍ତ, ଯିଏ ଅଛନ୍ତି ତାଙ୍କୁ ଆମେ ଚିହ୍ନିବା କେବଳ, ନା ଆଜ୍ଞା କି ଆଜ୍ଞା କିଛି ପାଇବା। ତ ଆଜ୍ଞା ତାଙ୍କ ମନକୁ ତାଙ୍କ ସଂସ୍କାରକୁ ନେଇକି ତାଙ୍କ ପରିକା କୁଣ୍ଠି ବୁଝିବାକୁ ଚେଷ୍ଟା କରାଯାଏ। ଆଜ୍ଞା। ନା, ଆଉ ଆପଣଙ୍କର ଭିଡିଓ 8 ଦିନ ତଳେ ମୁଁ ଗୋଟେ ଦେଖିଥିଲି ତ, ଆପଣ ସେ ଶବ୍ଦ ବି ନିଯୋଗ କରିଥିଲେ। ମୁଁ କହିଲି ଗୁରୁଦେବ ଏ ଶବ୍ଦ ପୁଣି କହୁଛନ୍ତି, ଆମେ ତ ହଁ ଅଛେ ସେଇଟା, ଆମେ ହଁ କାହାକୁ ପ୍ରାପ୍ତ ଠିକ କରିବା? ଠିକ ସିନା ଠିକ ଆମଠୁ ଠିକ ଅଲଗା ଥାଆନ୍ତି, ଆମେ ତାଙ୍କୁ ଠିକ ପ୍ରାପ୍ତ ଠିକ କରିବା। ନାଇଁ, ଆଜ୍ଞା ଆପଣ ଯେହେତୁ ଏସବୁ କଥା ଅନୁଭବ କରିଛନ୍ତି, ଆପଣ ଏ ଗଭୀର କଥା ଧରି ପାରୁଛନ୍ତି, କିନ୍ତୁ ସାଧାରଣ ଲୋକ ବହୁତ ଅଛନ୍ତି, ତାଙ୍କ ଅନୁଯାୟୀ ବି କିଛି କଥା ବୁଝିବାକୁ ପଡେ। ସେ ଆଜ୍ଞା ଷ୍ଟାଣ୍ଡ ଆଜ୍ଞା ପଏଣ୍ଟରେ ତାଙ୍କୁ କୁହାଯାଉଛି। ଆଜ୍ଞା ଆଜ୍ଞା। ଭଲ 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 ଆଜ୍ଞା। ତାପରେ ଗୁରୁଦେବ, ତାପରେ ଏବେ ସବୁ ଧ୍ୟାନ କଲେ ବାହାର ଯୋଉ ଶବ୍ଦ, ବାହାର ଯୋଉ ସବୁ ମାନେ ଆବାଜ ଟା ମତେ ବିଚଳିତ କରୁଥିଲା ଧ୍ୟାନ କଲା ବେଳେ, ମୁଁ କରିପାରୁନଥିଲି। କିନ୍ତୁ ଏବେ କଣ ହଉଛି ନା, ବାହାରେ ସାଉଣ୍ଡ ହେଲେ ବି ମତେ କିଛି ବି ଫରକ ପଡୁନି। ମୁଁ ସୁନ୍ଦର ସେଇଠି, ମାନେ ସୁନ୍ଦର ସେଇଠି ମୋ ପାଖରେ ସାଉଣ୍ଡ ହେଲେ ବି ମୋ ଧ୍ୟାନସ୍ଥ ରହିପାରୁଛି, କିଛି ମାନେ ସୁନ୍ଦର ମନ୍ତ୍ରକୁ ଶବ୍ଦ ଛୁଇଁ ପାରୁନି। ସୁନ୍ଦର ସୁନ୍ଦର ସୁନ୍ଦର। ଆଜ୍ଞା। ତାପରେ ସାଧନା, ଆଜ୍ଞା, ଆଜ୍ଞା ସାଧନା ତାପରେ ଯେତେ ଗୁରୁଦେବ ଗଭୀର ମୁଁ ଭାବରେ ଗୋଟେ କରିବେ, ଆଜ୍ଞା ସେତେ ସହଜ ହବ ସାଧନା ଆଉ। ଆଜ୍ଞା ଆଜ୍ଞା। ତାପରେ ମନକୁ ମୁଁ ଦିଶା ଦଉଥିଲି, ଏଇ ମାର୍ଗରେ ଯା, ଏମିତି କର, ସେମିତି କର, ଧ୍ୟାନ କର, ଗୀତା ପଢ। ମାନେ ଗୀତା ପଢିଲା ଆସି ମନ କହିବ ନା ନା ଆଉ ଟିକେ ପରେ ପଢିବା, ହୁଁ। ଧ୍ୟାନ କର, ନା ନାଇଁ ନାଇଁ ଶୋଇପଡ, ଆଉ ଟିକେ ପରେ କରିବା। ଏମିତି ମାନେ ମନ ମତେ ଠକୁଥିଲା। ମନ ହଁ ଅଳସୁଆ, ହଁ ହଁ ଭୌତିକ ଆଜ୍ଞା ସୁଖରେ ହିଁ ମନ ଲୁପ୍ତ ଥାଏ। ଆଉ ଆଜ୍ଞା ମନକୁ ଅନୁଶାସନରେ ଆଣିବା ପାଇଁ ହେଲେ କିଛି ପ୍ରାଥମିକ ଦଶାରେ କିଛି କଷ୍ଟକୁ, କିଛି ଦୁଃଖକୁ, କିଛି ପ୍ରିୟ ବସ୍ତୁକୁ ଛାଡିବାକୁ ପଡିବ। ଆଜ୍ଞା ପ୍ରିୟ ଶ୍ରେୟ ଦିଟା ପଦାର୍ଥ ଆଜ୍ଞା ଅଛି। ଆଜ୍ଞା ଆଜ୍ଞା ପ୍ରିୟ ପଦାର୍ଥ, ଶ୍ରେୟ ପଦାର୍ଥ। ପ୍ରିୟ ଆଜ୍ଞା ପଦାର୍ଥକୁ ଛାଡ଼ିଲେ ହିଁ ଶ୍ରେୟ ପଦାର୍ଥକୁ ଆମେ ପ୍ରାପ୍ତ କରିପାରିବା, ଶ୍ରେଷ୍ଠ ଆଜ୍ଞା ପଦାର୍ଥକୁ ଆମେ ପାଇପାରିବା, ନିତ୍ୟ ଆଜ୍ଞା ପଦାର୍ଥକୁ ଆମେ ପାଇପାରିବା। ଆଜ୍ଞା। ପ୍ରିୟ ତ ଗୋଟେ ବି ପଦାର୍ଥରେ ଖୁସି ଲାଗୁଛି ନା କିଞ୍ଚିତ କଣ? କିଞ୍ଚିତ ଆଜ୍ଞା ସୁଖ ଥିଲେ ମଧ୍ୟ ସେ ସୁଖ ପଛଆଡେ ଦୁଃଖ ବି ଥାଇପାରେ। ଆଜ୍ଞା ଗୋଟେ ଆଜ୍ଞା ମରିଚିକା ପରିକା କିଞ୍ଚିତ ଆନନ୍ଦ। ଆଜ୍ଞା ଆଜ୍ଞା ପରମାନନ୍ଦ ଆମକୁ ମିଳିବ ଶ୍ରେୟ, ଶ୍ରେଷ୍ଠ ପଦାର୍ଥରେ। ଆଜ୍ଞା କଠ ଉପନିଷଦରେ ବୁଝେଇଥିଲେ। ଆଜ୍ଞା ଆଜ୍ଞା। ଆଜ୍ଞା, ତ କୁହନ୍ତୁ। ଗୁରୁଦେବ, ଏବେ କଣ ହେଇଛି ନା, ଯେହେତୁ ମନ ମତେ ଆଉ ପରିଚାଳନା କରିପାରୁନି, ତ ମୁଁ ଏମିତି କହିବିନି ଯେ ମନକୁ ଟୋଟାଲ ମୁଁ ଆୟତ କରିଛି, ମୁଁ ଏଇଟା କହିବିନି, କାହିଁକିନା ସମ୍ପୂର୍ଣ୍ଣ ଭାବରେ ହେଇନାହିଁ। ସୁନ୍ଦର ସୁନ୍ଦର ସୁନ୍ଦର। ହଁ, ଏଇଟା ହେଇନାହିଁ, କିନ୍ତୁ ଯେତିକି ବି ଆୟତ କରିଛି ମତେ ବହୁତ ଖୁସି ଲାଗୁଛି। କାହିଁକି ନା ମନ ମତେ ବହୁତ ଠକୁଥିଲା, ବହୁତ ଚଞ୍ଚଳ, ବହୁତ ତୀବ୍ର ନିଶ୍ଚୟ ବେଗରେ ଯାଉଥିଲା। ନିଶ୍ଚୟ ନିଶ୍ଚୟ। ମାନେ ଗୋଟେ, ମାନେ ଏମିତି କି ମୁଁ ଗୋଟେ କାମ କରୁଥିବି, ସେ ଭିତରେ ଏମିତି ବିଚାର ମୋ ଭିତରେ ଆସିଯିବ, ମାନେ କୌଣସି ଗୋଟେ ଘଟଣା ଘଟିଥିବ, ସେ ବିଚାର ଆସିଯିବ, ମୁଁ ସେ ଯୋଉ କର୍ମ କରୁଥିବି ଠିକ ସେ କରିପାରୁନି, ଚଞ୍ଚଳ ନିଶ୍ଚୟ ମାନେ ହେଇଯାଏ, ବିଚଳିତ ହେଇଯାଏ, ଏସବୁ ଚାଲେ। କିନ୍ତୁ ନିଶ୍ଚୟ ଏବେ ମନକୁ ମୁଁ ଯୋଉ ଧ୍ୟାନ ମାଧ୍ୟମରେ ତାକୁ ଧୀରେ ଧୀରେ ଏକାଗ୍ର କରୁଛି, ଆଜ୍ଞା। ତ ମତେ ମନଟା ଠକି ପାରୁନି। ମନ ସୁନ୍ଦର ସୁନ୍ଦର ସୁନ୍ଦର। ମନକୁ ମୋ ଆପଣ ଦ୍ଵାରା ଶୁଣନ୍ତୁ, ଆପଣ ପରିଚାଳନା ଘର କରୁଛି। ପାଖରେ ଆଜ୍ଞା ଗୋଟେ ଛୋଟ ଆଜ୍ଞା ଶିବିର କରନ୍ତୁ। ଆପଣଙ୍କ ଚତୁଃପାର୍ଶ୍ୱରେ ଯେ ଆପଣ ସାଙ୍ଗସାଥି ଅଛନ୍ତି, କି ମା ଭଉଣୀ ମାନେ ଅଛନ୍ତି, କି ଛୋଟ ପିଲା ଅଛନ୍ତି, ତାଙ୍କୁ ବି ଟିକେ ବସେଇକି ବୁଝାନ୍ତୁ ଟିକେ। ଗୋଟେ ବୁଝନ୍ତୁ, ଦେବି ଆପଣ ମୁଁ କରୁଥିଲେ ବି ଆଗରୁ, ସେଇଟା ଟିକେ
ମୁଁ ଭାବୁଛି ଟିକେ ଛାଡ଼ି ଦେଇଛନ୍ତି କ'ଣ ସେଟା କରନ୍ତୁ, କାହିଁକି ନା ଧୀରେ ଧୀରେ ଗୁରୁଦେବ ଏଇଟା ମୁଁ ଯୋଉଠି ଅଛି ଆମର ଏଇଟା ଗାଁ ଭିତରେ ଜାଗାଟା ନାହିଁ ନା, ତ ଏଠି ହୁଁ, ପାଖାପାଖି ସେମିତି କିଛି ନାହାନ୍ତି ମାନେ ଯୋଉ ଲୋକଙ୍କୁ ମୁଁ ଡାକି ଆଣିକି ବସେଇ ପାରିବି କି ଆଚ୍ଛା କିଛି ଆଚ୍ଛା କରିପାରିବି, ସେମିତି କିଛି ନାହିଁ। ଆମେ ମାନେ ପୁରା ଅଛୁ ମାର୍କେଟ ଉପରେ ନା, ତ ଏଠି ଆଚ୍ଛା ଆଚ୍ଛା ପାଖାପାଖି ସେମିତି କିଛି ହେଇପାରିବନି। ବୁଝିପାରିଲି ବୁଝିପାରିଲି ବୁଝିପାରିଲି। ଠିକ୍ ଅଛି, ଆମର ସୋସିଆଲ ମିଡ଼ିଆ ଅଛି, ଭିଡ଼ିଓ କରୁଥିଲେ ବହୁତ ବଢ଼ିଆ ଉଚ୍ଚ କୋଟିର ସବୁ ଜ୍ଞାନ ଆପଣ ପ୍ରଚାର କରୁଥିଲେ, ସେ ଭିଡ଼ିଓ ଫିଡ଼ିଓ କରନ୍ତୁ, ଆଉ ଥରେ ତାକୁ ତ ପ୍ରାରମ୍ଭ ଗୁରୁଦେବ କରନ୍ତୁ। ଭିଡିଓ ମଝିରେ ବନ୍ଦ କାହିଁକି କରିଥିଲି ନା, ମାନେ ମୁଁ ଚାହୁଁଥିଲି କି ମୁଁ ଯଦି ନିଜେ ଶୁଦ୍ଧ ନ ହେଇପାରୁଛି ଅନ୍ୟମାନଙ୍କୁ ଶୁଦ୍ଧ କରିବା ନା ପାଇଁ ଠିକ୍ ବାଟ ଦେଲେ କଥା, କିଛି ବି ଉଚିତ ଲାଭ ଉଚିତ, ନାହିଁ। ଏଇଟା ଠିକ୍ କଥା। ଆଜ୍ଞା, ମୁଁ ଯଦି ମୋ ମନର ଯୋଉ ଗର୍ବ, ଅହଙ୍କାର, ଲୋଭ, ମୋହଟାକୁ ଯଦି ମୁଁ ନା ନ ନା ଛାଡି ଠିକ୍ କଥା। ପାରୁଛି। ଆଉ ଦ୍ୱିତୀୟ ଶୁଣନ୍ତୁ, ଆଜ୍ଞା ଯେତେବେଳେ ଆପଣ ଗୋଟେ କଥା କହୁଛନ୍ତି ଅନ୍ୟଙ୍କୁ, ସେ କଥା ଆପଣଙ୍କ ମାନସ ପଟାଳରେ ପ୍ରଥମେ ଆପଣ ଅନୁଭବ କରୁଛନ୍ତି ନା ନାଇଁ, ଆପଣ ଧାରଣା କରୁଛନ୍ତି ନା ନାଇଁ, ଆପଣ ଆଜ୍ଞା ସତ୍ସଙ୍ଗ କରୁଛନ୍ତି ନା ନାଇଁ, ତ ତାର ବି ଆଜ୍ଞା ପ୍ରଭାବ ପଡ଼ିବ। ଯିଏ ଆଜ୍ଞା କହୁଛନ୍ତି ତାଙ୍କ ଉପରେ ବି ସେ କଥନର ପ୍ରଭାବ ପଡ଼ିବ, ଯିଏ ଶୁଣୁଛନ୍ତି ତାଙ୍କ ଉପରେ ବି ସେ କଥନର ପ୍ରଭାବ ପଡ଼ିବ, ଯିଏ ଦେଖୁଛନ୍ତି ତାଙ୍କ ଉପରେ ବି ପ୍ରଭାବ ପଡ଼ିବ, ମାନେ ସମସ୍ତଙ୍କ ଉପରେ। ଭଲ କାମ ଆମେ ଯେତେବେଳେ କରୁଛେ, ଭଲ ଚର୍ଚ୍ଚା ଯେତେବେଳେ ଆମେ କରୁଛେ, ଭଲ ବ୍ୟାଖ୍ୟା ଯେତେବେଳେ ଆମେ କରୁଛେ, କିଛି ଭଲ ଶୁଦ୍ଧ କଥାର, ତ ତା ପ୍ରଭାବ ଭଲ ରୂପରେ ହିଁ ଆମ ଉପରେ ପଡ଼ିବ, କିଛି ଅସୁବିଧା ହବନି। ବୁଝିପାରୁଛନ୍ତି? ଆଜ୍ଞା ସତ୍ସଙ୍ଗ ଆଜ୍ଞା ଆପଣ ଦେଖନ୍ତୁ, ଏ କଥା ତ ଆପଣ ନିଜେ ଫିଲ୍ କରିଥିବେ, ସତ୍ସଙ୍ଗରେ ଗୋଟେ କଥା ଅନ୍ୟଙ୍କୁ ବୁଝିବା ପୂର୍ବରୁ ଆପଣ ନିଜେ ତର୍ଜମା କରିବେ ନା ନାଇଁ, ଶାସ୍ତ୍ର ପଢ଼ିବେ ଆଜ୍ଞା ନା ନାଇଁ, ତାକୁ ନିଜେ ମନ ଭିତରେ ତାକୁ ମନନ କରିବେ ନା ନାଇଁ, ତ ଇଏ ସବୁର ବି ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନା। ଆଜ୍ଞା ସାଧନା କରନ୍ତୁ, କିଛି ସମୟ ବାହାର କରିକିରି ଯୋଉ ଭିଡ଼ିଓ ହରିକା କରୁଥିଲେ କରନ୍ତୁ, କଲେ କିଛି ଆଜ୍ଞା। ଅସୁବିଧା ନାହିଁ। ନାଇଁ ଗୁରୁଦେବ ଏବେ ମୁଁ କାଲିଠୁ ବି ଭିଡିଓ କରିଲାଣି, କାଲି ଦିଟା କରିଥିଲି। ହୁଁ, ତାପରେ ଧୀରେ ଧୀରେ କଣ ହେଇଛି ନା, ଯୋଉ ଛାଡି ଦେଇଛି ମାନେ ଦୀର୍ଘ ଦିନ ହେଲା ନାଇଁ ଯୋଉ ନାଇଁ କରନ୍ତୁ ସେ କରନ୍ତୁ, ଭିତରେ ସେ ଜିନିଷଟା ଆଉ ବୁଝେଇବାର ଯୋଉ ଗୋଟେ ଥିଲା ନା, ନାଇଁ ମାନେ ଲୋକଙ୍କୁ ବୁଝଉଥିଲେ ସେ ଜିନିଷଟା ଆଉ ନାହିଁ। ତାପରେ ଧୀରେ ଧୀରେ କାଲି କଲାଠୁ ଟିକେ ପ୍ରାକ୍ଟିସ ହବ ହେଲାଣି। ହବ ହବ। ଆଜ୍ଞା ଆଜ୍ଞା। କିନ୍ତୁ ଗୁରୁଦେବ ମୋ ଭିତରେ ସେ ଜିନିଷଟା ଭିଡିଓ କରିବାର ଆପଣ ଯୋଉ କହିଲେ, ହୁଁ ମୁଁ ବି ଯେତେବେଳେ ମତେ ଅନ୍ୟମାନେ ବି କୁହନ୍ତି କାହିଁ ଭିଡିଓ କରୁଣ, ଭିଡିଓ ତ କରୁଥିଲେ, ଯୋଉମାନେ ଦେଖୁଥିଲେ ମୋ ସବୁ ଚ୍ୟାନେଲ ସେମାନେ ହୁଁ ବି ମତେ କହୁଛନ୍ତି ନା ଭିଡିଓ କାହିଁ ଆସୁନି, ହୁଁ ଏସବୁ କହୁଛନ୍ତି। କିନ୍ତୁ ମତେ ନିଜକୁ ଯେତେବେଳେ ମୁଁ ଭିଡିଓ କରିବାକୁ ଚାହେଁ, ମତେ ନିଜକୁ ଭିତରେ ଗୋଟେ ଜିନିଷ ଆସେ, ହୁଁ। ଯଦି ମୋ ଭିତରେ ଶୁଦ୍ଧତା ନାହିଁ, ମୁଁ ଅନ୍ୟମାନଙ୍କୁ କେମିତି ସେ ଜିନିଷଟା କହିଲେ ତାଙ୍କ ଭିତରେ ଶୁଦ୍ଧତା ଆସିବ। ଭଲ ଯଦି କଥା, କିନ୍ତୁ ଆଜ୍ଞା ସତ୍ସଙ୍ଗରେ ଯିଏ ସତ୍ସଙ୍ଗକୁ ବ୍ୟାଖ୍ୟା କରୁଛନ୍ତି ତାଙ୍କ ଉପରେ ବି ସତ୍ସଙ୍ଗର ପ୍ରଭାବ ପଡ଼େ। ଆଜ୍ଞା ବୁଝିପାରୁଛନ୍ତି? ଆମେ ସାଙ୍ଗସାଥି ଆଜ୍ଞା ମେଳରେ ଅନେକ କଥା ଚର୍ଚ୍ଚା ହଉଛେ, ଯଦି ଆଜ୍ଞା ଭଲ କଥା ଚର୍ଚ୍ଚା ହଉଥିବ, ସେ ଭଲ ମନରେ ଭଲ ସଂସ୍କାର ନିର୍ମାଣ ହବ, ମନ ଭଲ ବୃତ୍ତି ଆଜ୍ଞା କରିବ, ଭଲ ବିଚାର ଆଜ୍ଞା ଧାରଣ କରିବ। ଯଦି ଆମେ ସତ୍ସଙ୍ଗରେ ବସିକିରି କି ମାନେ ସାଙ୍ଗସାଥିରେ ବସିକିରି କିଛି ଖରାପ କଥା ଚର୍ଚ୍ଚା ହବା, ତ ସେ ଖରାପରୁ ବି ସେମିତି ଆମ ସଂସ୍କାର ଉପରେ ପ୍ରଭାବ ପଡୁଛି। ଆଜ୍ଞା ଆଜ୍ଞା ତ ସେମିତି ସେଠି ଯେମିତି ଆମେ ଚର୍ଚ୍ଚା କରୁଛେ, ଏଠି ବି ତ ସେଇ ଆମେ ସତ୍ସଙ୍ଗ ହିଁ କରୁଛେ ନା। କିଛି ଆଜ୍ଞା ଭୁଲ ନୁହଁ, ଭଲ ଆଜ୍ଞା ପ୍ରଭାବ ପଡିବ, କିଛି ଅସୁବିଧା ଆଜ୍ଞା। ନାହିଁ। ଆଉ ଗୁରୁଦେବ ନିଷ୍ଠା ଯେମିତି ବଢିବ। କି ଗୁରୁଦେବ କୁହନ୍ତୁ। ଶୁଣୁନାହାନ୍ତି, ଯେମିତି କି ଗୋଟେ ଜଣେ ମନେକର ମୁଁ ନିଶା କରୁଛି, ମୁଁ ଯଦି ନିଶାଟାକୁ ନ ଛାଡିକି ଅନ୍ୟମାନେ ଯୋଉ ନିଶା ନାଇଁ କରୁଛନ୍ତି ଏଇଟା ତାଙ୍କୁ ମୁଁ ଠିକ କଥା। କହିବି, ନାଇଁ ଏଇଟା ହଁ ଠିକ କଥା ତାଙ୍କୁ ଯେ ମୁଁ କହିବି ତମେ କାହିଁ ନିଶା କରୁଛ, ଏମିତି କିଡନୀ ଖରାପ ହବ, ଲିଭର ଖରାପ ହବ, ସବୁ ତାଙ୍କୁ ମୁଁ ଜ୍ଞାନ ଦେବି। ସେମାନେ ମତେ କଣ କହିବେ, ଆରେ ତୁ ତ ନିଜେ ନିଶାଟାକୁ ଛାଡି ପାରୁନୁ, ତୁ ଆମକୁ କଣ ଜ୍ଞାନ ଦଉଛୁ। ନାଇଁ ତ ଏଇଟା ସେମିତି ଠିକ ନା, କଥା। ମୋ ପାଖାପାଖି ଯୋଉମାନେ ଅଛନ୍ତି ସେମାନେ ତ ମୋ ପରିବେଶରେ ଅଛନ୍ତି ନା, ସେମାନେ ଜାଣିପାରୁଛନ୍ତି ମୁଁ କୋଉ ଅବସ୍ଥାରେ ଅଛି, କଣ କରୁଛି କଣ ନାହିଁ, ସେମାନେ ଜାଣିପାରୁଛନ୍ତି। ତ ମୁଁ ଯୋଉ ଜିନିଷଟା କହିବି, ତ ସେମାନଙ୍କ ଉପରେ ସେଟା ଫରକ ପଡିବନି, ମାନେ ସେମାନେ କଣ କହିବେ, ତୁ ତ ନିଜେ ଆଚରଣରେ ସେଟା ବିନିଯୋଗ କରୁନୁ, ତ ଆମକୁ କେମିତି କହୁଛୁ, ତୁ ତ ହଁ ମନକୁ ସାଧନା ନାଇଁ କରିପାରୁନୁ, ନିଜେ ଏଇଠି ତ ଗର୍ବ ଦେଖନ୍ତୁ, ଅହଙ୍କାର। ଆଜ୍ଞା ଦୁଇଟା ଷ୍ଟାଣ୍ଡ ପଏଣ୍ଟ ଅଛି, ସେଟା ଆମେ ଆଜ୍ଞା ବୁଝିପାରିବା। ଆଜ୍ଞା ଏକରେ ହେଲା ଆପଣ ଆଜ୍ଞା ଭୁଲ କରୁଛନ୍ତି, ଆଜ୍ଞା କିନ୍ତୁ ସେ ଭୁଲକୁ ଯଦି ବାରମ୍ବାର ଚର୍ଚ୍ଚା କରିବେ, ସେ ଭୁଲକୁ ଧରି ପାରିବେ, ସମ ସାଧନା ହବ। ସମରେ କଣ? ଆଜ୍ଞା ସମରେ ଇନ୍ଦ୍ରିୟଙ୍କ ଅସ୍ଥିରତାକୁ ଆମେ ତାକୁ ଦେଖୁଥାଉ, ଆଜ୍ଞା ଇନ୍ଦ୍ରିୟଙ୍କର ଚଞ୍ଚଳତାକୁ ଆମେ ତର୍ଜମା କରୁଥାଉ, ଆଜ୍ଞା ସମସାଧନା। ତ ଏଠି ବି ଆପଣ ଠିକ ଅଛି, ଭୁଲ କରୁଛନ୍ତି, କିନ୍ତୁ ସେ ଭୁଲ ଆଜ୍ଞା କରୁଛନ୍ତି ବୋଲି ଯେତେବେଳେ ଆପଣ ସ୍ୱୀକାର କରିବେ, ତାକୁ ଆଜ୍ଞା ମନରେ ତାକୁ ସମ ମାଧ୍ୟମରେ ତାକୁ ପରଖିବେ, ତ ଧୀରେ ଧୀରେ ସମୟ ଆସିବ, ଦମ ବି ଆସିବ, ଦମନ ହେଇପାରିବ। ବୁଝିପାରୁଛନ୍ତି? ଏଠି ଖରାପ ନୁହଁ, କେତେ ସମୟ କରୁଛନ୍ତି, ଗୋଟେ 10 ମିନିଟ୍ 15 ମିନିଟ୍ ଆପଣ ସମୟ ଦଉଥିଲେ, ତ ଭାବନ୍ତୁ ସେ 15 ମିନିଟ୍ ଆପଣ ସମୟ ଦେବାରୁ କେତେ ଲୋକ ଆଜ୍ଞା ବୁଝିପାରୁଥିଲେ, କେତେ ଲୋକ ଆଜ୍ଞା ଆଜ୍ଞା ପରିବର୍ତ୍ତନ ହଉଥିଲେ, ସେଇଟା ଆଜ୍ଞା। ଦେଖନ୍ତୁ। ବୁଝିପାରୁଛ ତାପରେ ତ? ଏବେ ବି ଚ୍ୟାନେଲ ସହିତ ମୁଁ ଭିଡିଓ କରୁନି, କିନ୍ତୁ ଚ୍ୟାନେଲ ସହିତ ବହୁତ ଲୋକ ଯୋଡି ହେଲେଣି, ବହୁତ ନାଇଁ ମାନେ ନାଇଁ କରନ୍ତୁ କରନ୍ତୁ କରନ୍ତୁ, କିଛି ଆଜ୍ଞା ଆଜ୍ଞା। ଅସୁବିଧା ନାହିଁ। ନାଇଁ ଯାହା ଗୁରୁଦେବ ମତେ କାହିଁ ନିଜକୁ ଖରାପ ଲାଗିଲା, କାହିଁକି ନା ଲୋକ ଯୋଉ କମେଣ୍ଟ କଲେ, ଭଲ କମେଣ୍ଟ କଲେ, ଛାଡନ୍ତୁ ମାନେ ଛାଡନ୍ତୁ, ନା ଗୋଟେ ନା କଥା ଶୁଣନ୍ତୁ, ଖରାପ ଯିଏ କିଛି ଭଲ ବି, କରିନାହାନ୍ତି। କାହା ଭଲରେ ବି ଆମେ ମାନେ ମନକୁ ଆମେ ମାନେ ଉଚ୍ଚ ସ୍ଥିତିକୁ ନେଇଯିବାନି,
କି କାହା ଖରାପରେ ବି କାହା ନିନ୍ଦାରେ ବି ଆମେ ଭାଙ୍ଗି ପାରିବାନି, ଆମେ ଭାଙ୍ଗି ଆଜ୍ଞା ପଡ଼ିବାନି, କାହିଁକି ନା ଆଜ୍ଞା ଆମେ ଜାଣିଛେ ଆମେ କ'ଣ କରୁଛେ। ହେଇପାରେ ଗୁରୁଦେବ ଅନେକ ମୁଁ ସେ ଶରୀର କଥା ଅଛନ୍ତି କହୁନି। ଏ କଥାକୁ ବୁଝି ଆଜ୍ଞା ପାରୁନଥିବେ, ଆଜ୍ଞା କିଛି ଆଜ୍ଞା ନିନ୍ଦା କରୁଥିବେ, କିଛି ଆଡ଼ୁ ଥଟ୍ଟା କରୁଥିବେ, ପରିହାସ ଆଜ୍ଞା କରୁଥିବେ, ଆଜ୍ଞା ସେ ତାଙ୍କ ମାନସିକ ଦୁର୍ବଳତା ସେଇଟା, ଆଜ୍ଞା ଆଜ୍ଞା ବୁଝିପାରୁଛନ୍ତି। କିନ୍ତୁ ଆପଣ ଆଜ୍ଞା କରୁଛନ୍ତି, ଆପଣ କ'ଣ କରୁଛନ୍ତି, ଆଜ୍ଞା କୋଉଥିପାଇଁ ଆଜ୍ଞା କରୁଛନ୍ତି, ସେଟା ଆପଣ ନିଜେ ଜାଣିଛନ୍ତି, ଆଜ୍ଞା ବୁଝିପାରୁଛନ୍ତି, ଗୁରୁଦେବ କରନ୍ତୁ ଆପଣ କିଛି ଯୋଉଟା ନାହିଁ। କହିଲେ ମୁଁ ସେଇଟାକୁ ମାନେ ମୁଁ ଏଇଟା ଜାଣିଛି କି ବାସ୍ ଯେହେତୁ ଆମେ ବ୍ରହ୍ମ ସ୍ଥିତିରେ ଅଛେ, ବାସ୍ ଆମକୁ ନା ଭଲ ଛୁଇଁବ ନା ଖରାପ ଛୁଇଁବ, ବାସ୍ ଆମକୁ ବାସ୍ ଭଲ ଛୁଇଁବନି ବାସ୍ ଖରାପ ଛୁଇଁବନି, ନିନ୍ଦା ବାସ୍ ଛୁଇଁବନି ପ୍ରଶଂସା ଛୁଇଁବନି। ଆମେ ମୁଁ ସେ ଜାଣିଛେ ଦିଗକୁ ଆମେ କ'ଣ ପ୍ରାଧାନ୍ୟ କରୁଛେ, ଦଉନି। ଆଜ୍ଞା ବାସ୍ ଆମେ ମତେ ବି କିଏ ନିନ୍ଦା କଲା କି କିଏ ମାନେ ପ୍ରଶଂସା କଲା ମୁଁ ସେ କିଛି ଦିଗକୁ ଅସୁବିଧା ଗୁରୁଦେବ ନାହିଁ, ସେଇଟା ପ୍ରାଧାନ୍ୟ ଦଉନି। ତାଙ୍କ ମନର କିନ୍ତୁ ମୁଁ ଦୁର୍ବଳତା। ଆଜ୍ଞା ଆଜ୍ଞା କୁହନ୍ତୁ। ଆଜ୍ଞା କିନ୍ତୁ ମତେ ଯୋଉ ଲୋକ କମେଣ୍ଟ କରିକି ଗୁରୁ ମା ବୋଲି ସମ୍ବୋଧନ କରୁଛନ୍ତି କି ମତେ କିଛି ମାତାଜୀ ମୂଳ ବୋଲି କହି ମୂଳ ସମ୍ବୋଧନ କଥା କରୁଛନ୍ତି। ମୂଳ କଥା ଦେଖନ୍ତୁ, ମୁଁ ଏଇଟା ଅନେକ ଥର ଭିଡ଼ିଓରେ ବି କୁହାହେଇଛି, ଗୁରୁ ଶରୀର ନୁହନ୍ତି, ଗୁରୁ ଆଜ୍ଞା ହେଲେ ଜ୍ଞାନ, ବୁଝିପାରୁଛନ୍ତି, ଗୁରୁ ହେଲେ ଜ୍ଞାନ। ଆଜ୍ଞା ଏଠି ଆଜ୍ଞା ଠିକ୍ ଅଛି, ଯଦିଓ କିଏ ସମ୍ବୋଧନ କରୁଛନ୍ତି ସେ କିଛି ଶିଖୁଛନ୍ତି, ଶରୀର ସ୍ତରରେ ଆଜ୍ଞା ଯଦି କହୁଛନ୍ତି କିଛି ଅସୁବିଧା ନାହିଁ, କିନ୍ତୁ ଏଠି ଏଇଆ ଆଜ୍ଞା ମିତି କହି ରଖିବେ, ଭବିଷ୍ୟତରେ ହଉ ଯେବେ ବି ହଉ ଚେଷ୍ଟା କରିବେ କାହା ପାଦ ସ୍ପର୍ଶ କରିବେନି, କାହା ଫୁଲମାଳ, ମାନେ ବ୍ରହ୍ମ, ମୁଁ ବି ବ୍ରହ୍ମ, ଆପଣ ବି ବ୍ରହ୍ମ, ତ ଆଜ୍ଞା ବ୍ରହ୍ମରେ ଯେହେତୁ ଆମେ ଏ ବ୍ରହ୍ମ ଲୀଳାକୁ ରଚେନ୍ତି, ବ୍ରହ୍ମ ଆଜ୍ଞା ସ୍ତରରେ ସମସ୍ତେ ଏକ। ଆଜ୍ଞା ବ୍ରହ୍ମାନୁଭୂତି କରିଥିବା ଲୋକ କେବେ ଆଡ଼ମ୍ବର ଦେଖାଇ ହୁଅନ୍ତୁନି, କି ଆପଣ ବି କୋଉଥିରେ ସେମିତି କିଛି ଦେଖେଇ ନାହାନ୍ତି। ଯଦି କି ଆଜ୍ଞା ତାଙ୍କ ତରଫରୁ ସମ୍ମାନ ଦଉଛନ୍ତି, ତାଙ୍କ ଶ୍ରଦ୍ଧା, ତାଙ୍କ ଭକ୍ତି ସହିତ ସେମାନେ କିଛି ସମ୍ବୋଧନ କରୁଛନ୍ତି, କିଛି ଆଜ୍ଞା ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଆଜ୍ଞା ଗୁରୁଦେବ ମୁଁ ସେ କଥା କହୁନି, ଆପଣ ଯାହା କହିଲେ ମୁଁ ବୁଝିଲି ଯେ, କିନ୍ତୁ ମୋ କହିବା କଥା ସେ କଥା ନୁହଁ। ଟିକେ ଗୁରୁଦେବ ବୁଝନ୍ତୁ, ମତେ ଯୋଉ ଗୁରୁମା ବୋଲି ସମ୍ବୋଧନ କରୁଛନ୍ତି କି ମାତାଜୀ ବୋଲି ସମ୍ବୋଧନ ସେମାନେ କରୁଛନ୍ତି, ନି- ମୁଁ କହିବା ତାଙ୍କ ମର୍ଯ୍ୟାଦା ମୁଁ ରଖିବା ଦରକାର, କାହିଁକି ନା ସେମାନେ ଗୁରୁ ମା ବୋଲି ନିଶ୍ଚୟ ସମ୍ବୋଧନ ନିଶ୍ଚୟ ନିଶ୍ଚୟ ଆଜ୍ଞା ନିଶ୍ଚୟ ନିଶ୍ଚୟ ସେମାନେ ଗୁରୁ ବୁଝିପାରିଲି। ମା ବୋଲି ସମ୍ବୋଧନ କରୁଛନ୍ତି, ଅଥଚ ସେତିକି ସେ ମାନେ ମୋ ଭିତରୁ ଜାଣିବା ପାଇଁ ଚାହୁଁଛନ୍ତି। ଆଉ ମୁଁ ସୁନ୍ଦର ଯାହା ସୁନ୍ଦର କହୁଛି ଯଦି ମୁଁ ସୁନ୍ଦର, ସେତିକି ଆଚରଣ ମୁଁ ନ କରିପାରୁଥିବି, ତାହେଲେ ଏସବୁ ଯୋଉ ଶବ୍ଦ ସେମାନେ ବୁଝିପାରିଲି ବିନିଯୋଗ ବୁଝିପାରିଲି କଲେ, ଆଜ୍ଞା ବୁଝିପାରିଲି। ତା ମହତ୍ଵ ରହିଲା କଣ? ଏଇଠି ଗୋଟେ କଥା ଆଜ୍ଞା ଆପଣ ହଉଛି ଅବଜର୍ଭ କରନ୍ତୁ, ଆପଣଙ୍କ ଭିତରେ ଡର ଆଜ୍ଞା ଆସୁଛି ନା ନାଇଁ? ଡର ମାଧ୍ୟମରେ ଆଚରଣରେ ବି, ବ୍ୟବହାରରେ ବି ଆଜ୍ଞା ପରିମାର୍ଜିତ ହବ ନା ନାଇଁ, ଆଜ୍ଞା ସୁସଂସ୍କାରିତ ହେବେ ନା ନାଇଁ, ଆଜ୍ଞା ତ ଭଲ ହିଁ ହଉଛି, କିଛି ଅସୁବିଧା ନାହିଁ। ଆଜ୍ଞା ଆଜ୍ଞା ନାଇଁ ଗୁରୁଦେବ କରନ୍ତୁ। ସେଇ ଜିନିଷ ଟା ମତେ ଟିକେ ଖରାପ ଲାଗିଲା, ଯୋଉ ମାନେ ପ୍ରାୟ ଲୋକ ଗୁରୁମା ବୋଲି ସମ୍ବୋଧନ କହିଲେ, ତାପରେ ହୁଁ ପ୍ରାୟ ଲୋକ ମାନେ ମୋଠୁ ବହୁତ ମାନେ ବୟସରେ ବହୁତ ବଡ ହେବେ, ସେମାନେ ମତେ ମାନେ ଯଦି ମା ସମ୍ବୋଧନ କରୁଛନ୍ତି, ମୁଁ ସେଇ ବୁଝିପାରିଲି, ଜିନିଷ ଟାକୁ ବଜେଇ ରହିବା ଦରକାର। ମାନେ ସିଏ ଯୋଉ ସମ୍ମାନ ଟା ମତେ ଦଉଛନ୍ତି, ସେ ସମ୍ମାନ ଟାକୁ ଯଦି ମୁଁ ବଜେଇ ନ ରଖିଲି, ତାହେଲେ ନିଶ୍ଚୟ ମୁଁ କି ନିଶ୍ଚୟ, ଜ୍ଞାନ ଅର୍ଜନ କରୁଛି। ସୁନ୍ଦର 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 ଆଜ୍ଞା ମୁଁ ସେଇ ସୁନ୍ଦର। ଜିନିଷ ଟା ବଜେଇବା ପାଇଁ ମୁଁ ସେଥିପାଇଁ କିଛି ସମୟ ଭିଡିଓ ଟା ବନ୍ଦ କରିଦେଲି। ମୁଁ କହିଲି ନାଇଁ, ପ୍ରଥମେ ମୁଁ ନିଜକୁ ଶୁଦ୍ଧ କରିବି, ଅତି ଯେମିତି ସୁନ୍ଦର କି ଅତି ଆଜ୍ଞା ସୁନ୍ଦର। ଯେମିତି କି ଆମର ବୁଦ୍ଧ ଦେବ ହୁଅନ୍ତୁ କି ସଙ୍ଗ୍ରାଚାର୍ଯ୍ୟ ହୁଅନ୍ତୁ, ରାମକୃଷ୍ଣ ସେ ପ୍ରଥମେ ପରମହଂସଙ୍କ ନିଜ ଜୀବନରେ ବି ଏମିତି ଆସିଥିଲା କିଛି ସମୟ, ଆଜ୍ଞା ସୁନ୍ଦର କଥା। ସେମାନେ ଯଦି ନିଜକୁ ପ୍ରଥମେ ଶୁଦ୍ଧ କଲେ, ତାପରେ ଯାଇକି ସମାଜର କଲ୍ୟାଣରେ ନିଜ ଶରୀରକୁ ବିନିଯୋଗ କଲେ, ଠିକ ନିଶ୍ଚୟ ସେମିତି ମୁଁ ନିଶ୍ଚୟ ନିଶ୍ଚୟ, ପ୍ରଥମେ ନିଜ ଶରୀରକୁ ଶୁଦ୍ଧ କରିବି, ତାହେଲେ ଅନ୍ୟ ଶରୀର ଶୁଦ୍ଧ କରିବା ପାଇଁ ଜ୍ଞାନ ଦେବି। ଅତି ସୁନ୍ଦର, ଆଉ ବହୁତ ନିଜେ ବଢିଆ, ଯଦି ମୁଁ ଶୁଦ୍ଧ ନ ହେଇପାରିବି, ତାହେଲେ ଅନ୍ୟମାନଙ୍କୁ ଯୋଉ ଜ୍ଞାନ ଦେବି ତାଙ୍କ ଉପରେ କିଛି ପ୍ରଭାବ ପଡିବନି। ବହୁତ ବଢିଆ ତ ଏଇଟା ବହୁତ ମୋ ବଢିଆ। ଭିତରେ ଆସିଲା। ତାପରେ ଇଏ ଯୋଉ କମେଣ୍ଟ ଏମିତି କଲେ, ମୁଁ ସେ କମେଣ୍ଟ ଦେଖିକି ମତେ ବହୁତ ନିଜ ଭିତରୁ ବହୁତ ମାନେ ନିଜ ଖରାପ ଫିଲ୍ ହେଲା। ମୁଁ କହିଲି ମୁଁ ତ ବୁଝିପାରିଲି ନିଜେ ବୁଝିପାରିଲି, ଆଜ୍ଞା ମୁଁ ତ ନିଜେ ସେ ଜିନିଷ ଟାକୁ କରିପାରୁନି, ତାହେଲେ ଏତେ ସମ୍ମାନ ପାଇବାର ଯୋଉ ଜିନିଷ ଟା ଦଉଛନ୍ତି, ତାହେଲେ ମତେ ବୁଝିପାରିଲି, ସେ ଜିନିଷ ଟା ଆପଣ ବୁଝିପାରୁଥିବେ, ସେ ଜିନିଷ ମତେ ଠିକ ବୁଝିହଉଛି ଲାଗିଲାନି। ବୁଝିହଉଛି, କିଛି ଅସୁବିଧା ଆଜ୍ଞା ନାହିଁ, ଆପଣ ବି କିଛି ତାପରେ ଏମିତିଆ ଭୁଲ ବି ଆଜ୍ଞା କରିନାହାନ୍ତି, ବି କରିବି ପାରିବେନି, କାହିଁକିନା ସତ୍ୟକୁ ଯେହେତୁ ଦର୍ଶନ କରିଛନ୍ତି, ଆଉ ଆଜ୍ଞା ଏତେ ଭୁଲ ବି ଆପଣଙ୍କ ଦ୍ୱାରା ହେବନି। ଆଉ ଏ ଆଜ୍ଞା ସବୁ ଜିନିଷ ବି ରହିବା ଦରକାର ମନ ଭିତରେ, ଯେ ମୋ ଆଚରଣ ଆଜ୍ଞା ଭିତରେ ନିଷ୍ଠା କିନ୍ତୁ ରହୁ। ଗୋଟେ ମାନେ କାହାଠୁ ସମ୍ମାନ ପାଇବା କି ନାଇଁ କାହାଠୁ ସୁନ୍ଦର, ଗୁରୁମାର ବୁଝିହେଲା 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 ଆଜ୍ଞା ବୁଝିହେଲା ବୁଝିହେଲା, କାହାଠୁ କିଛି ଗୁରୁମା ଅସୁବିଧା ନାହିଁ, ପାଇବାର ଯୋଉ ସମ୍ମାନ ଟା କି ଅତି ସୁନ୍ଦର, ମାନେ ଉପର ମାନେ କିଛି ସେମିତି ଯୋଉ ବୁଝିହଉଛି ଓଜନିଆ ବୁଝିହଉଛି। ଶବ୍ଦ ଯେମିତି ଇଏ ତ ଗୁରୁମା ଗୁରୁଦେବ ଏସବୁ ଶବ୍ଦ, ସାଧୁଙ୍କ ଲକ୍ଷଣ, ଆଜ୍ଞା ସାଧୁଙ୍କ ଆଜ୍ଞା ଲକ୍ଷଣ ଏସବୁ ସମଦୃଷ୍ଟିରେ ପାଇବାର ଦେଖିବା ତ ଗୁରୁଦେବ ଭଲ କଥା। ମୋର ଆଜ୍ଞା 1% ବି ଇଚ୍ଛା ନାହିଁ, କାହିଁକି ନା ନାଇଁ ଆମେ ଠିକ ଅଛି, ଜାଣିଛେ ବୁଝିହଉଛି ସମସ୍ତେ ଆମେ ବୁଝିହଉଛି ଏକ ହେଲା। ବୁଝିହଉଛି ବୁଝିହଉଛି, ଆମେ ବୁଝିଗଲେ ତ ହଁ ସୁନ୍ଦର 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 ଆଜ୍ଞା ବୁଝିହଉଛି। ଆଉ ଯେମିତି କରନ୍ତୁ ଭିଡ଼ିଓ ଭୋପାଳଜୀ ସେଠି କେବେ, ହଁ ଭୋପାଳଜୀ ମହାରାଜ କହିଥିଲେ, ପ୍ରଥମେ ଭଲ ଶିଷ୍ୟ ହେଲେ ଯାଇକି ଭଲ ଗୁରୁଟି ହବ। ଆଉ ସୁନ୍ଦର ମତେ ସୁନ୍ଦର, ଶିଷ୍ୟରେ ଯେତିକି ଆନନ୍ଦ ମିଳେ, ଗୁରୁରେ ଅତି ସେତେ ସୁନ୍ଦର ଆନନ୍ଦ ଅତି ସୁନ୍ଦର ମିଳେନି। ତ ଅତି ମୁଁ ସୁନ୍ଦର, ସେଇ ଜିନିଷଟାକୁ ଚାହୁଁଛି, ମୁଁ ଠିକ ସମସ୍ତଙ୍କର ଠିକ ଠିକ। ଶିଷ୍ୟ ହୁଏ। ମୁଁ ହୁଏତ କାହାକୁ କିଛି ବୁଝେଇ ପାରୁଛି, ତମେ ସ୍ୱରୂପର ଜ୍ଞାନ ହଉ କି ଅତି ମୁକ୍ତିର ବାଟ ସୁନ୍ଦର ହଉ କି ଅତି ସୁନ୍ଦର, ବନ୍ଧନରୁ ମୁକ୍ତ କରିବା ପାଇଁ ତାଙ୍କୁ ବାଟ ବତେଇ ପାରୁଛି, କିନ୍ତୁ ମୁଁ ଚାହେଁନି କି ସେ ଗୁରୁର ସମ୍ମାନ ଟା କି ଗୁରୁ ମା ର ସମ୍ମାନ ଟା ପାଇବାକୁ। କାହିଁକିନା ସେ ଜିନିଷ ପାଇଗଲେ ମନ ଅତି ସୁନ୍ଦର ଅତି ସୁନ୍ଦର, ବଢିଆ, ସେଠି ମାନେ କଣ ଭାବିବେ କହିଲେ? ମାନେ ଟିକେ ମତେ ଲୋକ ଗର୍ବ ସମ୍ମାନ ଆସିବାର ହଁ ଗର୍ବ ସମ୍ଭାବନା ଆସିବା, ଅଛି, ତାପରେ ନା ଭଲ କଥା, ଆଉ ଶିଖିବାର ଯୋଉ ବିକଶିତ ଟା ମୋ ଭିତରେ ରହୁଛି, ସେଇଠି ନା ବନ୍ଦ ହେଇଯିବ। ଭଲ କଥା ତାପରେ ଭଲ କଥା, ଆଜ୍ଞା ବଢ଼ିଆ ତାପରେ ଉଚ୍ଚକୋଟିର ଚର୍ଚ୍ଚା ହେଲା ଆଜି ଆମର। ଏଇଟା ବି ଅପଲୋଡ଼ କରିଦେବା, ଅନେକ ଲୋକଙ୍କ ପାଖରେ ପହଞ୍ଚୁ।
ଆଉ ଆପଣ ଖୁସି ଲାଗିଲା। ରେକର୍ଡିଂ କରିସାରିଲେଣି କି? ସେ ଅଟୋ ରେକର୍ଡିଂରେ ଅଛି, ଯେ କଥା ହୁଅନ୍ତୁ ଆଜ୍ଞା ଅଟୋମେଟିକ୍ ଆଜ୍ଞା ରେକର୍ଡିଂ ହେଇଯାଏ। ଆଜ୍ଞା ଆଜ୍ଞା ଆଉ ଭଲ ଲାଗିଲା, ବହୁତ ଦିନ ହେଲାଣି କଥା ହେଇନଥିଲେ। ଆଉ ସାଧନା ଆଜ୍ଞା କରନ୍ତୁ, ସେ ଭିଡ଼ିଓ ବି କରନ୍ତୁ ଆଉଥରେ, ବହୁତ ଲୋକଙ୍କ ପାଖରେ ଆଜ୍ଞା। ପହଞ୍ଚୁଥିଲା ନାଇଁ ସେ। ଆଜି ଗୋଟେ ଭିଡିଓ ଏଇନା ଗୋଟେ ଅପଲୋଡ କରିଛି, ତାପରେ କଣ୍ଟିନ୍ୟୁ ବି ଚାଲିବ, କାହିଁକି ନା ମୁଁ ଧୀରେ ଧୀରେ ନିଜକୁ ସ୍ୱଚ୍ଛ କଲାଣି ନା। ଅତି ଯେହେତୁ ସୁନ୍ଦର, ମୁଁ ଅତି ସ୍ୱଚ୍ଛ ସୁନ୍ଦର। କଲାଣି, ମୁଁ ଧୀରେ ଧୀରେ ଚେଷ୍ଟା କରିବି କି ଅନ୍ୟ ସ୍ତରରେ ମାନେ ବହୁତ ଅଜ୍ଞାନ ଅଛନ୍ତି, ମୁଁ ଏଇନା ନିଜେ ଫିଲ୍ କରୁଥିଲି, ନିଜେ ଧ୍ୟାନରେ ବସିକି ଅନୁଭବ କରୁଥିଲି, ଅତି ବହୁତ ସୁନ୍ଦର, ଆନନ୍ଦ ଲାଗିଲା। ମୁଁ ନିଶ୍ଚୟ ମାନେ ନିଶ୍ଚୟ। ଏମିତି ଦେଖୁଛି ଅନୁଭବ ମାଧ୍ୟମରେ ଯେ ସଂସାରରେ ସମସ୍ତେ ପୁରା ଅଜ୍ଞାନ ଅଛି, ତ ବହୁତ କମ ଶରୀର ମାନେ ନିଶ୍ଚୟ ନିଜକୁ ନିଶ୍ଚୟ ନିଶ୍ଚୟ। ଚିହ୍ନୁଛନ୍ତି, ନିଜକୁ ନାଇଁ, ଜାଣୁଛନ୍ତି, ବହୁତ କିନ୍ତୁ ଶରୀର ବିଚରା ଆଜ୍ଞା ଆଧ୍ୟାତ୍ମିକତାକୁ ଆଚରଣ କରୁଛନ୍ତି, ବ୍ରହ୍ମାନୁଭୂତି କରିବାର ବ୍ୟାକୁଳତା ତାଙ୍କ ଭିତରେ ଅଛି, କିନ୍ତୁ ମାର୍ଗଦର୍ଶନ ମିଳୁନି। ସେଇ ବାହାରେ ଆଜ୍ଞା ପୂଜାରେ, ରଙ୍ଗରେ, ରୂପରେ, ନାଚରେ, ଭୋଗରେ ହଜିମଜି ଯାଇଛନ୍ତି। ଆଜ୍ଞା ଆଜ୍ଞା ତତ୍ଵ ଆଜ୍ଞା ଚର୍ଚ୍ଚା ହଉନି କି ସତ୍ୟ କଣ ସେମାନେ ପାଉନାହାନ୍ତି, ଟିକେ ମାର୍ଗଦର୍ଶନ ଆଜ୍ଞା ମିଳୁନି। ଆଜ୍ଞା ତ ଆଜ୍ଞା। ଆପଣ ଆମେ ପରିକା ଗୁରୁଦେବ ଯୋଉ ଆମେ ଉଚ୍ଚ ଯଦି ବି କୋଟି ଲୋକ ଯଦି ବି ହଉ, ତାଙ୍କୁ ଯୋଉ କମ ବୁଝଉଛେ ଅଛନ୍ତି, ଆଜ୍ଞା ସେ ଆଜ୍ଞା ପ୍ରଚାର ହବା ଦରକାର ନିହାତି। ଆଉ ଏଇ ପ୍ରଚାର ପ୍ରତି ଜାଗାରେ ହେଲେ, ଆଉ ନିଶ୍ଚୟ ଯିଏ ବି ବ୍ରହ୍ମାନୁଭୂତି କରିବା ପାଇଁ ଚାହୁଁଛନ୍ତି, ଯିଏ ବି ଆଜ୍ଞା ଆଧ୍ୟାତ୍ମିକ ମାର୍ଗରେ ଅଛନ୍ତି, ତାଙ୍କର ବହୁତ ସାହାଯ୍ୟ ହେଇପାରିବେ, ବହୁତ ସାହାରା ହେଇପାରିବେ। କରନ୍ତୁ ଏସବୁ ଆଜ୍ଞା ଭିଡ଼ିଓ, କିଛି ଅସୁବିଧା ନାହିଁ। ଆଜ୍ଞା ଆଜ୍ଞା। ଠିକ୍ ତାପରେ ଏବେଠୁ ଗୋଟେ କାଲି ସେଇଠୁ ଭିଡିଓ ଦିଟା ବନେଇଥିଲି ସନ୍ଧ୍ୟା ବେଳେ, ଆଜ୍ଞା। ଆଉ ତାପରେ ଗୋଟେ ଭିଡିଓ ଆଜି ଅପଲୋଡ କରିଛି, ତାପରେ ଧୀରେ ଧୀରେ ଅପଲୋଡ କରିବି ଆଉ। କରନ୍ତୁ 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 ଆଜ୍ଞା ଆଜ୍ଞା। କରନ୍ତୁ, ଭଲ ହବ। କିନ୍ତୁ ମୁଁ ମୋର ପ୍ରଥମ ଇଚ୍ଛା ଥିଲା କି ନିଜକୁ ପ୍ରଥମେ ଶୁଦ୍ଧ କରିବି, ତାପରେ ଯାଇକି ଏଇଟା ତ ସାଧୁଙ୍କ ଅନ୍ୟମାନଙ୍କୁ ଲକ୍ଷଣ, ଏଇଟା ଆଜ୍ଞା ସାଧୁଙ୍କ ଲକ୍ଷଣ, ନିଜେ ଅନ୍ୟମାନଙ୍କୁ ଶୁଦ୍ଧ ଆଚରଣ କରିବା କରିକି ପାଇଁ ଅନ୍ୟକୁ ପ୍ରେରଣା କହିବା ଦେବି। ଆଜ୍ଞା ଦରକାର। ଆଜ୍ଞା। ଭଲ ଯଦି କଥା ମୁଁ ଏଇଟା। ସେ ଜିନିଷଟାକୁ ଅନୁଭବ ନ କରିପାରୁଛି, ମୁଁ ଯଦି ସେ ମାର୍ଗରେ ନ ଯାଇ ପାରୁଛି, ତ ଅନ୍ୟ ଲୋକଙ୍କୁ ସୁନ୍ଦର ଯଦି ସେ ସୁନ୍ଦର ମାର୍ଗ ସୁନ୍ଦର ନେବାକୁ ଚେଷ୍ଟା କରିବି, ତାହେଲେ ସେମାନଙ୍କ ଭିତରେ ସୁନ୍ଦର ମୋ ଦେଖିରେ ସୁନ୍ଦର। କିଛି ପରିବର୍ତ୍ତନ ଆସିବନି। ବହୁତ ଗୋଟେ ବଢ଼ିଆ, ମୁଁ ବହୁତ ଏଇ ବଢ଼ିଆ। ଜିନିଷଟା କେମିତି ଫିଲ୍ କଲି ନା, ମୁଁ ଯଦି କାହାକୁ ମାନେ କଟୁ ଶବ୍ଦ କହୁଛି, ଆଜ୍ଞା। ମୁଁ ଇଆଡେ ଆଚରଣରେ କହୁଛି ଯେ ତମେ ମାନେ କାହାକୁ କଷ୍ଟ ଶବ୍ଦ କୁହନି, କାହିଁକି ନା ଆମେ ସମସ୍ତେ ହଉଛେ ଏକେ, ଆମେ ସମସ୍ତେ ଏକ ବ୍ରହ୍ମରେ ଜଡିତ, ଗୋଟେ ଆମେ କଥା, ସମସ୍ତେ ଆଉ ଗୋଟେ ସମାନ। କଥା ଆଜ୍ଞା ଶୁଣନ୍ତୁ, ଜଣେ ଆଜ୍ଞା ଗୁରୁଙ୍କର ଆଉ କିଛି ବି ଲକ୍ଷଣ ଅଛି। କଟୁ ଆଜ୍ଞା ଶବ୍ଦ ସ୍ଥାନ, କାଳ, ପାତ୍ରକୁ ଦେଖି କହିବାର ବି ଆବଶ୍ୟକ ଅଛି। ଆଜ୍ଞା। କଟୁତା ଶବ୍ଦରେ ରହିବା ଦରକାର, ଅନ୍ତର ଭିତରେ ରହିବନି ଯେମିତି। ଅନୁଶାସନ ବି ଆ ଦରକାର। ହଁ, ବୁଝିପାରୁଛନ୍ତି, ଆନ୍ତରିକ ଆଜ୍ଞା ସ୍ତରରେ କଟୁତା ରହିବନି। ଆନ୍ତରିକ ଆଜ୍ଞା। ସ୍ତରରେ ସ୍ନେହ ରହିବ, ଶ୍ରଦ୍ଧା ସ୍ନେହ ରହିବ। ଭଲ ପାଇବା ଆଜ୍ଞା କିନ୍ତୁ ବ୍ୟବହାରିକ ରୂପରେ କୋଉଠି ନା କୋଉଠି କିଛି କଟୁତା ଦେଖେଇବା ଆବଶ୍ୟକ ଅଛି। ନ ଦେଖିଲେ ଯେ ଭୁଲ କରୁଛନ୍ତି ସେ ବୁଝିପାରିବେନି, ସେ ଆଜ୍ଞା କଥା ଧରି ପାରିବେନି, ତାଙ୍କ ଭିତରେ ତାଙ୍କ ସଂସ୍କାର ପରିବର୍ତ୍ତନ ହେଇପାରିବନି। ଆଜ୍ଞା ଆମେ ଭୌତିକ ବିଦ୍ୟା ପଢୁଛେ, ଆମକୁ ସାର୍ ମାନେ ଆଜ୍ଞା ବାଡଉଥିଲେ, ଆଜ୍ଞା ଗାଳି ମନ୍ଦ କରୁଥିଲେ। ଆଜ୍ଞା ବାଡଉଥିଲେ, ତାଙ୍କ କଣ ମନ୍ଦ ଉଦ୍ଦେଶ୍ୟ ଥିଲା? ସୁଧାରିବା ଆଜ୍ଞା ପାଇଁ, ଆମକୁ ଆଜ୍ଞା ସଜାଡିବା ପାଇଁ। ତ ଏଇଠି ଆଜ୍ଞା। କଟୁ ବ୍ୟବହାର ଯଦି କିଛି ବଚନ କରୁଛନ୍ତି, କିଛି ଅସୁବିଧା ନାହିଁ। ସେ ବଚନର ଉଦ୍ଦେଶ୍ୟ ଶୁଦ୍ଧ ରହିବା ଦରକାର, ନା ନା ଅନ୍ତର ଭିତରେ ଗୋଟେ ସ୍ନେହ ଆପଣ ଯୋଉ ରହିବା କହିଲେ ଦରକାର। ବ୍ୟବହାର କରୁଛନ୍ତି, ନାଇଁ ସେଇଟା ମୋର ଭୁଲ ବୋଲି ମୁଁ ଜାଣିଛି। ସେଇଟା ବାସ୍। କରିବା ଉଚିତ ନୁହଁ, କାହିଁକି ନା ସାନ ମାନଙ୍କୁ ସ୍ନେହ ସଦା ଭଲ ପାଇବା ଦରକାର। ହୁଁ ଯୋଉଟା ହୁଁ କି ମୋର ହୁଁ ହୁଁ। ବ୍ୟବହାରରେ ପ୍ରାୟତଃ କଟୁଟା ରହୁଛି, ମତେ ସେଇଟା ବିଲକୁଲ ଭଲ ଲାଗିଲାନି। ମୁଁ ଚାହିଁଲି ପ୍ରଥମେ ବୁଝିଲ ନିଜକୁ ପ୍ରଥମେ ବୁଝିଲ ଶୁଦ୍ଧ କରିବି। ଆଜ୍ଞା। ବୁଝିଲ କାହିଁକି ନା ବୁଝିଲ। ଯେତେବେଳେ ଅନ୍ତର ଶୁଦ୍ଧ ହବ, ଅଟୋମେଟିକାଲି ଆଚରଣ ବି ସେ ଧୀରେ ଧୀରେ ଶୁଦ୍ଧ ହବ, ଇନ୍ଦ୍ରିୟ ସୁନ୍ଦର ମାନେ ବି ଆଚରଣରେ ସେଗୁଡାକ ସୁନ୍ଦର। ପାଳନ କରିବେ। ସେମିତି ଗୁରୁଦେବ ଆଜି ମତେ ସତ୍ୟକୁ ବହୁତ ଆଚରଣ ଖୁସି କରିବା, ଲାଗିଲା। ଅସତ୍ୟକୁ ଆଜ୍ଞା ବିରୋଧ କରିବା, ଧର୍ମକୁ ଆଜ୍ଞା ଆଚରଣ କରିବା, ଅଧର୍ମକୁ ବିରୋଧ କରିବା। ଯୋଉଟା ଅଧର୍ମିକ, ଆଜ୍ଞା ଅସତ୍ୟର କୋଉଠି ଯଦି ଆପଣ ଦେଖିଲେ, ତାକୁ ବିରୋଧ କରିବା ବି ନିହାତି ଆବଶ୍ୟକ ଅଛି। ଆଜ୍ଞା। ଗୁରୁଦେବ ଆଉ ଗୋଟେ କଥା, ଏଠି କଣ ହେଇଛି ନା, ମାନେ ଏବେ ମାନେ ଗୋଚାଲାଣ ବହୁତ ହଉଛି। ତାପରେ ଗୋରୁ ମାତା କୁ ବହୁତ ମାନେ ବିକ୍ରି କରିକି ବହୁତ କିଛି ଆପଣ ଜାଣିପାରୁଥିବେ ହେଲା। ବୁଝିପାରିଲି ବୁଝିପାରିଲି, ବହୁତ ଆଜ୍ଞା ଅଛି। ତା ଉପରେ ବି କିଛି ପଦକ୍ଷେପ ନବା। ଦ୍ଵିତୀୟ ଆଉ ଗୋଟେ କଥା ଏତିକି ମନେ ରଖନ୍ତୁ, ଜୀବ ହିଂସା ସାଧନାରେ, ମାନେ ଆଜ୍ଞା ସାଧନାର ଯୋଉ ପ୍ରଥମ ସାଧନା ହେଲା ଜୀବ ହିଂସା ମହାପାପ। ଆଜ୍ଞା ଅହିଂସା ହେଲା ପ୍ରଥମ ସାଧନା, ଅହିଂସା କରିବା। ଗୋମାତା କୁହନ୍ତୁ କି ଗୋଟେ କୁକୁଡାକୁ, ଗୋଟେ ଛେଳିକୁ କାଟିବା ବି ସେତିକି ହିଁ ପାପ, ସେତିକି ହିଁ ଆଜ୍ଞା। ଅଧାର୍ମିକ କାମ। ଗୁରୁଦେବ ମୁଁ ଏଇ କଥା ହିଁ ମାଛ, ଆପଣଙ୍କୁ କହିଥାନ୍ତି। ଆଜ୍ଞା ମାଛ ବଜାରରେ ଆପଣ ଦେଖୁଥିବେ, ଯୋଉ ବୁଧବାରେ ଆଉ ଆପଣଙ୍କର ଆଜ୍ଞା ଆଜ୍ଞା ଶୁକ୍ରବାରେ, ରବିବାର ଦେଖିବେ କଣ ସବୁ ଚାଲିଛି। ରାସ୍ତା କଡରେ ଛେଳି ହେରିକା କାଟିବା, ଇଏ ବି ପାପ, ଇଏ ବି ବିରାଟ ଆଜ୍ଞା ପାପ ଆଜ୍ଞା ଏସବୁ। ତ ଆଜ୍ଞା। ସାଧନାରେ ନାଇଁ ଯେମିତି ଗୁରୁଦେବ ଆମେ ଯେମିତି ଗୋମାତାକୁ ସୁରକ୍ଷା ଦେବା ପାଇଁ ପ୍ରଚେଷ୍ଟା କରୁଛେ, ସେମିତି ଏମାନଙ୍କ ଭିତରେ ବି ସେଇ ପ୍ରତ୍ୟେକ ଆତ୍ମା, ଜୀବର ସେଇ ଏ ହଁ ସଂସାରରେ ବଞ୍ଚିବାର ମାନେ କର୍ତ୍ତବ୍ୟ ଅଛି, ବଞ୍ଚିବାର ହକ୍ ଆଜ୍ଞା ଅଛି। ଆଜ୍ଞା ମାନେ ବୁଝିପାରୁଛନ୍ତି, ଆଜ୍ଞା। ପ୍ରତ୍ୟେକ ଜୀବ ଏ ସଂସାରରେ ବଞ୍ଚିବାର ଅଧିକାର ଅଛି, କାହିଁକି ନା ଅଧିକାର। ଭଗବାନ ଏମିତି କାହିଁ ସୃଷ୍ଟି କରିନାହାନ୍ତି ଯାହାର କର୍ତ୍ତବ୍ୟ ନଥିବ। କର୍ତ୍ତବ୍ୟ ତ କିଛି ନା କିଛି ତ ଆଉ ସେମାନଙ୍କର ଅଛି ନା। ସମସ୍ତଙ୍କୁ ପୀଡା ଆଜ୍ଞା ହୁଏ, ତାଙ୍କୁ ଯଦି ଆଜ୍ଞା ଯେତେବେଳେ ଆମେ ମାରୁଛେ, ଆମେ ତ କଟୁ ବଚନ କହିଦେଲେ ଆମେ ବିଚଳିତ ହେଇଯାଉଛେ, ଆଜ୍ଞା ଭୟଭୀତ ସେମାନଙ୍କୁ ହେଇଯାଉଛେ। ସେଟା ମାରୁଛି। ଆଜ୍ଞା ଆଉ ସେ ପ୍ରାଣୀ ଆମ ଭରସାରେ ହିଁ ଅଛନ୍ତି, ଆମକୁ ଆଜ୍ଞା ହିଁ ନିଜର ଭାବିଛନ୍ତି, ଆମ ଆଜ୍ଞା ଆଶ୍ରୟରେ ଅଛନ୍ତି।
ଆମେ ଦେଲେ ଖାଉଛନ୍ତି, ଆମେ ତାଙ୍କୁ ବାନ୍ଧିକି ରଖିଛେ, ଆମେ ତାଙ୍କୁ ବୁଝିପାରୁଛନ୍ତି, ଆଉ ଆମେ ହିଁ ତାକୁ ପାଳିକିରି ଆମେ ହିଁ ମାରି ଦେଉଛେ ନିଜର ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ, ପଇସା ପାଇଁ। ବୁଝିପାରୁଛନ୍ତି, ଆଜ୍ଞା ଏସବୁ ଆପଣ ଦେଖିବେ ବହୁତ ସେଠି ଛେଳି କାଟୁଛନ୍ତି, ତା ପଛଆଡ଼େ ଗୋଟେ ଠାକୁରଙ୍କ ଫଟୋ ରଖିକି ପୂଜା କରୁଛନ୍ତି, ସେଠି ମାଛ ବିକୁଛନ୍ତି, ତା ପଛଆଡ଼େ ଗୋଟେ ଠାକୁରଙ୍କ ଫଟୋ ରଖି ଫୁଲ ଦେଇକି ଧୂପ ଦଉଛନ୍ତି। ଇଏ କ'ଣ ପୂଜା? ଆଜ୍ଞା ଆଜ୍ଞା ବୁଝିପାରୁଛନ୍ତି, ପୂଜା ହେଲା ଅନ୍ତ ଶାସ୍ତ୍ରବତ୍ ଆଜ୍ଞା ବିଧିବତ୍ ଆଚରଣରେ ଶୁଦ୍ଧତା ଆଣିବା, ସମଦୃଷ୍ଟିରେ ସମସ୍ତଙ୍କୁ ଦେଖିବା, ଆଜ୍ଞା କାହାକୁ ମନସା ବାଚା କର୍ମଣା ଆମେ କଟୁ ଆଜ୍ଞା ବଚନ କହିବାନି, ଆଜ୍ଞା ମାନେ କାହାର କୁଚିନ୍ତନ କରିବାନି, କାହା ବ୍ୟବହାରରେ ଆମର କିଛି କଟୁତା ଆଣିବାନି। ତ ଆଜ୍ଞା ସାଧନାରେ ପ୍ରଥମ ସାଧନା ହେଲା ଅହିଂସା। ଆଜ୍ଞା। ଅହିଂସା। ଗୁରୁଦେବ ଟିକେ ଶୁଣନ୍ତୁ, ଟିକେ କାମ ଅଛି, ମୁଁ ଟିକେ ରଖିଦେଇକି ଠିକ ଆପଣଙ୍କୁ ଠିକ ଠିକ, ସନ୍ଧ୍ୟା ସୁନ୍ଦର ବେଳକୁ ଫୋନ ସୁନ୍ଦର, ଠିକ କରୁଛି। ଠିକ ଆଜ୍ଞା ଠିକ, ଆଜ୍ଞା। ଏଟା ଅପଲୋଡ କରିଦବା। ଅର୍ଜେଣ୍ଟ ନା ଅର୍ଜେଣ୍ଟ କାମ ଅଛି ତ। ଠିକ ଅଛି, ଠିକ ଆଜ୍ଞା ଅଛି, ହରିଓମ ହରିଓମ, ଭଲ ଆଜ୍ଞା। ଲାଗିଲା କଥା, ପ୍ରଣାମ ହରିଓମ, ପ୍ରଣାମ ପ୍ରଣାମ ଆଜ୍ଞା ଆଜ୍ଞା। ପ୍ରଣାମ ପ୍ରଣାମ।